ଅଷ୍ଟତତ୍ଵର ଅଷ୍ଟମୂର୍ତ୍ତି ଶିବ ପ୍ରଥମେ ସୃଷ୍ଟିର ପ୍ରଥମ ତତ୍ଵ ଜଳ, ତାପରେ ହୋମ ପ୍ରଜ୍ୱଳିତ କରୁଥିବା ଅଗ୍ନି, ଆହୁରି ମଧ୍ୟ ହୋତା, ସମୟର ପ୍ରହରୀ ଚନ୍ଦ୍ର ସୂର୍ଯ୍ୟ, ସର୍ବବ୍ୟାପୀ ଶବ୍ଦବାହୀ ଆକାଶ, ଜୀବନ ଜନନୀ ପୃଥ୍ୱୀ, ପ୍ରାଣ ରୂପୀ ପବନ, ଏମନ୍ତ ଅଷ୍ଟବିଧ ରୂପରେ ମଙ୍ଗଳମୟ ଶିବ ପ୍ରକଟିତ ହୁଅନ୍ତୁ ଏବଂ ଉପସ୍ଥିତ ସୁଧୀ ସମାଜର ମଙ୍ଗଳ ବିଧାନ କରନ୍ତୁ। ଆଜି ଯଦି ନେପଥ୍ୟର ସାଜସଜା ସରିଗଲାଣି ତେବେ ଏଠାକୁ ଆସ। ମହାଶୟ, କଣ କରିବେ ଆଦେଶ କରନ୍ତୁ। ଏହି ସଭା ମଞ୍ଚରେ ଆମେ କାଳିଦାସଙ୍କ ରଚିତ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକର ଅଭିନୟ କରିବା। ତେଣୁ ତୁମେ ଏହି ନାଟକର ସମସ୍ତ ପାତ୍ରପାତ୍ରୀମାନଙ୍କୁ ଉତ୍ତମ ରୂପେ ପ୍ରସ୍ତୁତ କର। ଆମର ସମସ୍ତ ପାତ୍ରପାତ୍ରୀ ଅଭିନୟ କଳାରେ ଅତ୍ୟନ୍ତ ନିପୁଣ। ସେମାନଙ୍କ ପାଇଁ ଆପଣ ଆଦୌ ହାସ୍ୟାସ୍ପଦ ହେବେ ନାହିଁ ବୋଲି ନିଶ୍ଚିନ୍ତ ରୁହନ୍ତୁ। ଉପସ୍ଥିତ ଗୁଣୀ ଦର୍ଶକମାନେ ମୋର ନାଟ୍ୟ କୌଶଳରେ ଯେ ପର୍ଯ୍ୟନ୍ତ ସନ୍ତୋଷ ଲାଭ ନ କରିଛନ୍ତି ସେତେବେଳେ ପର୍ଯ୍ୟନ୍ତ ମୁଁ ମୋର ନାଟକ ସଫଳ ହୋଇଛି ବୋଲି କହିପାରିବିନି। ମହାଶୟ, ଆପଣ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍, କିନ୍ତୁ ଏବେ କଣ କରିବାକୁ ହେବ ନିର୍ଦ୍ଦେଶ ଦିଅନ୍ତୁ। ଆଜି ଏହି ସଭାରେ ସୁମଧୁର ସଙ୍ଗୀତ ଗାନ ବ୍ୟତୀତ ଆଉ କଣ କରାଯାଇପାରେ? ତାହେଲେ କଣ ଋତୁ ଅନୁସାରେ ସଙ୍ଗୀତ ପ୍ରସ୍ତୁତ ହେବ? ହଁ ଆର୍ଯ୍ୟ, ଏବେ ତ ଗ୍ରୀଷ୍ମ ଋତୁ, ତେଣୁ ଏହି ଗ୍ରୀଷ୍ମ ଋତୁକୁ ଖାପ ଖୁଆଇଲା ଭଳି କୌଣସି ସଙ୍ଗୀତ ଗାନ କର। ଦେଖ ଦେଖ ଶିରିଷ ଫୁଲ ସତେ କେଡ଼େ ସୁକୁମାର କୋମଳ, ଦେଖ ଦେଖ ଶିରିଷ ଫୁଲ, ଫୁଲରେ ଭରିଛି ସୁରଭି ଅପାର, ଫୁଲରେ ଭରିଛି ସୁରଭି ଅପାର, ଧୀରେ ଧୀରେ ଚୁମି ଯାଏ ଭ୍ରମର, ଦେଖ ଦେଖ ଶିରିଷ ଫୁଲ ସତେ କେଡ଼େ ସୁକୁମାର କୋମଳ, ଦେଖ ଦେଖ ଶିରିଷ ଫୁଲ, ରସପାନ କରି ଫୁଲ ସଙ୍ଗେବେ, ରସପାନ କରି ଫୁଲ ସଙ୍ଗେବେ, ମଦ ମତ ହୋଇ করে ଶୃଙ୍ଗାର, ଦେଖ ଦେଖ ଶିରିଷ ଫୁଲ ସତେ କେଡ଼େ ସୁକୁମାର କୋମଳ, ଦେଖ ଦେଖ ଶିରିଷ ଫୁଲ। ବାଃ, ତୁମର ସଙ୍ଗୀତ ତ ଅତି ସୁନ୍ଦର। ଯେପରି ଦ୍ରୁତ ବେଗରେ ଦୌଡ଼ିଥିବା ହରିଣୀଟି ରାଜା ଦୁଷ୍ମନ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ଆଣିଥିଲା, ଠିକ୍ ସେହିପରି ତୁମର ଏ ସୁମଧୁର ସଙ୍ଗୀତ ମୋର ହୃଦୟକୁ ଆକର୍ଷିତ କରୁଛି। ସାରଥୀ, ମଣିମା, ଏ ହରିଣ ପଛରେ ଧାଇଁ ଧାଇଁ ଆମେ ବହୁ ଦୂରକୁ ଚାଲି ଆସିଲେଣି। ପ୍ରାଣ ଭୟରେ ବାରମ୍ବାର ପଛକୁ ଚାହିଁ ଚାହିଁ ଏ ସୁନ୍ଦର ହରିଣଟି ଏତେ ଦ୍ରୁତ ବେଗରେ ଧାଉଁଛି ଯେ ତା ଗୋଡ଼ ଭୂଇଁରେ ଲାଗିଲା ପରି ଜଣା ପଡୁନି। ମନେ ହେଉଛି ସତେ ଯେପରି ସେ ଆକାଶରେ ଉଡ଼ି ଯାଉଛି। ଆଶ୍ଚର୍ଯ୍ୟ, ତା ପଛେ ପଛେ ଯେତେ ବେଗରେ ରଥ ଦୌଡ଼ିଲେ ମଧ୍ୟ ତାକୁ ଆମେ ସହଜରେ ଦେଖିପାରୁନୁ। ମହାରାଜ, ଏହି ରାସ୍ତାଟି ବହୁତ ଉଚ୍ଚ ନିଚ, ତେଣୁ ଘୋଡ଼ାର ଲଗାମ ଟାଣି ଧରି ଖୁବ୍ ସାବଧାନତାର ସହିତ ରଥ ଚଳାଇବାକୁ ପଡୁଛି। କିନ୍ତୁ ଆଗକୁ ସମତଳ ରାସ୍ତା ପଡ଼ିବ। ରଥ ଅଧିକ ବେଗରେ ଚାଳିତ ହେଲେ ଆମେ ସହଜରେ ହରିଣର ନିକଟବର୍ତ୍ତୀ ହେଇପାରିବା। ଠିକ୍ ଅଛି, ଏବେ ରଥ ବେଗ ବଢା। ଏଥର ହରିଣ କେମିତି ମରିବ ଦେଖ। ଏହା କହି ରାଜା ଧନୁର ଗୁଣରେ ଗୋଟିଏ ସର ବସାଇବାକୁ ଉଦ୍ୟତ ହୁଅନ୍ତେ ଶୁଣିବାକୁ ପାଇଲେ। ମହାରାଜ, ଏ ଆଶ୍ରମର ମୃଗ, ଏହାକୁ ବଧ କରନ୍ତୁ ନାହିଁ। ମହାରାଜ, ଆପଣଙ୍କୁ ସାକ୍ଷାତ କରିବା ପାଇଁ ଜଣେ ତପସ୍ୟା ଆସିଛନ୍ତି। ତତ୍କ୍ଷଣାତ୍ ରଥ ଚାଳନା ବନ୍ଦ କରିବା ପାଇଁ ସାରଥୀଙ୍କୁ ଆଦେଶ ଦେଲେ। ଯେଉଁ ପଟରୁ ଶବ୍ଦ ଆସୁଥିଲା ସେହି ପଟରୁ ଜଣେ ତପସ୍ୱୀ ଦୁଇ ଶିଷ୍ୟଙ୍କ ସହ ରଥ ନିକଟକୁ ଆସି କହିଲେ, ମହାରାଜ, ସେଇଟି ଆମ ଆଶ୍ରମର ପାଳିତ ମୃଗ, ତେଣୁ ଏହାକୁ ବଧ କରିବା ଆପଣଙ୍କ ପକ୍ଷେ ଅନୁଚିତ। ଆପଣ ଯେଉଁ ଅସ୍ତ୍ର ଧାରଣ କରିଛନ୍ତି ତାହା ଦୁଃଖୀର ଦୁଃଖ ଦୂର କରିବା ନିମନ୍ତେ ଏବଂ ଆର୍ତ୍ତର ପରିତ୍ରାଣ ନିମନ୍ତେ ଅଭିପ୍ରେତ, ନିରୀହ ନିର୍ଦ୍ଦୋଷ ପ୍ରାଣୀର ବିନାଶ ନିମନ୍ତେ ନୁହେଁ। ଏହା ଶୁଣି ରାଜା ନିଜ ଧନୁର ଗୁଣରୁ ସର କାଢ଼ିଦେଲେ ଓ ତପସ୍ୱୀ ଏବଂ ତାଙ୍କର ଶିଷ୍ୟ ଦୁଇ ଜଣଙ୍କୁ ବିନୀତ ଭାବେ ପ୍ରଣାମ ଜଣାଇଲେ। ଏହାପରେ ତପସ୍ୱୀ ଏବଂ ଶିଷ୍ୟ ଦୁହେଁ ରାଜାଙ୍କୁ ଆଶୀର୍ବାଦ କରି କହିଲେ, ହେ ପୁରୁବଂଶର ଉପଯୁକ୍ତ ଦାୟାଦ, ଆପଣ ଚକ୍ରବର୍ତ୍ତୀ ଲକ୍ଷଣଯୁକ୍ତ ପୁତ୍ରରତ୍ନ ଲାଭ କରନ୍ତୁ। ରାଜା ପୁନର୍ବାର ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ସ୍ୱୀକାର କଲେ। ମହାରାଜ, ଆମମାନେ ହୋମ ନିମନ୍ତେ କାଷ୍ଠ ସଂଗ୍ରହ ପାଇଁ ବାହାରିଛୁ। ନିକଟରେ ମାଳିନୀ ନଦୀର ତୀରଦେଶରେ ମହର୍ଷି କର୍ଣ୍ଣଙ୍କର ଆଶ୍ରମ ଦିଶୁଛି। ଆପଣ ଆମ ଆଶ୍ରମରେ ଆତିଥ୍ୟ ଗ୍ରହଣ କଲେ ଆମମାନଙ୍କର ଆନନ୍ଦ ଶତଗୁଣିତ ହେବ। ଏହା ଶୁଣି ରାଜା କର୍ଣ୍ଣ ଆଶ୍ରମରେ ଉପସ୍ଥିତ ଅଛନ୍ତି କି ନାହାନ୍ତି ବୋଲି ଜାଣିବାକୁ ଚାହିଁଲେ। ହେ ମହାଭାଗ, ମହର୍ଷି କର୍ଣ୍ଣ ବର୍ତ୍ତମାନ ନିଜ କନ୍ୟା ଶକୁନ୍ତଳାଙ୍କର ରିଷ୍ଟ ଖଣ୍ଡନ ପାଇଁ ସୋମତୀର୍ଥକୁ ଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଅତିଥି ସତ୍କାରର ଭାର
ଶକୁନ୍ତଳାକୁ ଦେଇଯାଇଛନ୍ତି। ଭଲ କଥା। ଆପଣମାନଙ୍କର ମୋ ପ୍ରତି ଏହା ଅନୁରୋଧ ନୁହେଁ, ବରଂ ଅନୁଗ୍ରହ। ତେଣୁ ମୁଁ ନିଶ୍ଚିତ ଭାବରେ ଆଶ୍ରମ ଦର୍ଶନ କରି ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ମହର୍ଷି କର୍ଣ୍ଣଙ୍କ ପ୍ରତି ମୋର ଭକ୍ତି ଓ ଶ୍ରଦ୍ଧା ଜଣାଇ ପାରିବି। ଏହାପରେ ତପସ୍ୱୀ ଓ ଶିଷ୍ୟଦ୍ୱୟ ହୋମକାଠ ସଂଗ୍ରହ ନିମନ୍ତେ ବାହାରି ଗଲେ। ଏହାପରେ ରାଜା ରଥରୁ ଓହ୍ଲାଇ ପଡ଼ି ସାରଥୀଙ୍କୁ କହିଲେ, ସାରଥୀ, ପବିତ୍ର ଆଶ୍ରମରେ ବିନୀତ ବେଶରେ ପ୍ରବେଶ କରିବା ଉଚିତ। ତେଣୁ ତୁମେ ମୁଁ ଫେରିବା ପର୍ଯ୍ୟନ୍ତ ମୋର ପୋଷାକ ଓ ଅସ୍ତ୍ରଶସ୍ତ୍ର ସହିତ ଏଇଠାରେ ରଥ ସହିତ ଅପେକ୍ଷା କର। ଅଶ୍ୱମାନଙ୍କୁ ବିଶ୍ରାମ ଦିଅ। ମୁଁ ସାଧାରଣ ବେଶରେ ଆଶ୍ରମ ଭିତରକୁ ଯାଉଛି। ରାଜାଙ୍କର ଆଜ୍ଞା ପାଳନ କରି ସାରଥୀ ସେଠାରୁ ପ୍ରସ୍ଥାନ କଲେ ଏବଂ ରାଜା ଏକାକୀ ଆଶ୍ରମ ଆଡ଼କୁ ଅଗ୍ରସର ହେଲେ। ରାଜା ବିସ୍ମିତ ହୋଇ ମନେ ମନେ ଚିନ୍ତା କଲେ, ଏ ଆଶ୍ରମ ଶାନ୍ତିପ୍ରଦ, ଅଥଚ ଏଠାରେ ମୋର ଦକ୍ଷିଣ ବାହୁ ସ୍ପନ୍ଦିତ ହେଉଛି। ଆଶ୍ରମର ରମଣୀୟ ଦୃଶ୍ୟ ଦେଖି ରାଜା ଏପରି ଚିନ୍ତା କରୁଥିବା ସମୟରେ ଶୁଣିବାକୁ ପାଇଲେ, ପ୍ରିୟ ସଖୀ ଶକୁନ୍ତଳା, ଏଇଆଡେ ଆସ। ଏହା ଶୁଣି ରାଜା ଚିନ୍ତା କଲେ, ତପୋବନର ଦକ୍ଷିଣ ଦିଗରେ ନାରୀମାନଙ୍କର କଥାବାର୍ତ୍ତା ଶୁଭୁଛି, ତେଣୁ ସେହି ଦିଗକୁ ଅଗ୍ରସର ହେବା ଉଚିତ। ତେଣୁ ଗୋଟିଏ ଗଛର ଆଢୁଆଳରେ ଲୁଚି ରହି ରାଜା ଏହି ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଲାଗିଲେ। ସେମାନଙ୍କର କଥାବାର୍ତ୍ତାରୁ ରାଜା ବୁଝିପାରିଲେ ଯେ ଏମାନଙ୍କ ମଧ୍ୟରୁ ଜଣକର ନାମ ଶକୁନ୍ତଳା ଏବଂ ଅନ୍ୟ ଦୁହେଁ ତାଙ୍କର ସଖୀ ଅନସୂୟା ଏବଂ ପ୍ରିୟମ୍ବଦା। ଏହାପରେ ଶକୁନ୍ତଳା ନିଜର ସଖୀମାନଙ୍କୁ ତାଙ୍କ ନିକଟକୁ ଆସିବା ପାଇଁ ଅନୁରୋଧ କଲେ ଏବଂ ସମସ୍ତେ ସାଥୀ ହୋଇ ବୃକ୍ଷମାନଙ୍କରେ ଜଳ ସିଞ୍ଚନ କଲେ। ସଖୀ ଶକୁନ୍ତଳେ, ମୋର ମନେ ହୁଏ ପିତା କର୍ଣ୍ଣ ଆଶ୍ରମର ବୃକ୍ଷମାନଙ୍କୁ ତୁମ ଅପେକ୍ଷା ଅଧିକ ଭଲ ପାଆନ୍ତି। ତାହା ହିଁ ନଥିଲେ କି ନବମଲ୍ଲିକା ଫୁଲ ପରି ତୁମର କୋମଳ ଶରୀରକୁ ବୃକ୍ଷମୂଳରେ ଜଳସିଞ୍ଚନ କାର୍ଯ୍ୟରେ ନିଯୁକ୍ତ କରିଥାନ୍ତେ। ସଖୀ ଅନୁସୂୟା, ଖାଲି ପିତା ଆଦେଶ ଦେଇଛନ୍ତି ବୋଲି ମୁଁ କଣ ବୃକ୍ଷ ଗୁଡିକ ମୂଳରେ ଜଳସିଞ୍ଚନ କରୁଛି? ସେମାନଙ୍କୁ ମୁଁ ମୋର ନିଜର ଭାଇ ପରି ଦେଖେ। ସତରେ କଣ ଏ ସୁନ୍ଦରୀ ମହର୍ଷି କର୍ଣ୍ଣଙ୍କର କନ୍ୟା ଶକୁନ୍ତଳା ଏପରି କୋମଳ ଶରୀରକୁ ଜଳସିଞ୍ଚନ ରୂପକ କଠିନ କାର୍ଯ୍ୟରେ ନିଯୁକ୍ତ କରିବା ବାସ୍ତବିକ ମୁନିଙ୍କ ପକ୍ଷରେ ଘୋର ଅବିଚାର। ଦେଖ ଦେଖ ସଖୀ, ପବନ ଦ୍ୱାରା ସହକାର ବୃକ୍ଷର ନୂତନ ପତ୍ର ଗୁଡିକ କେମିତି ସଞ୍ଚାଳିତ ହଉଛି। ସତେ ଅବା ସହକାର ଅଙ୍ଗୁଳି ସଂକେତରେ ମତେ ଡାକୁଛି। ମୁଁ ତା ପାଖକୁ ଯାଉଛି। ଶକୁନ୍ତଳେ, ତମକୁ ଏପରି ଅବସ୍ଥାରେ ଦେଖି ମୋର ମନେ ହେଉଛି ସତେ ଅବା ସହକାର ଆଉ ମାଧବୀଲତାର ମଧୁର ମିଳନ ହେଇଛି। ପ୍ରିୟମ୍ବଦା ଯାହା କହିଲେ ତାହା ଯଥାର୍ଥ। ଶକୁନ୍ତଳା, ଏ ଯୋଉ ନବମଲ୍ଲିକା ଲତା ସହକାରକୁ ଆଶ୍ରୟ କରିଛି, ତୁମେ ତା ନାଁ ମନତୋଷିଣୀ ଦେଇଥିଲ ବୋଲି ବୋଧେ ଭୁଲି ଯାଇଛ। ତାହେଲେ ତ ମୁଁ ନିଜକୁ ମଧ୍ୟ ଭୁଲିଯିବି। ସଖୀ, ଦେଖିଲ ଦେଖିଲ, ଏ ଦୁହେଁ ଯାକ କେଡେ ମନୋହର ଦେଖା ଯାଉଛନ୍ତି। ନବମଲ୍ଲିକା ଯେମିତି ନବୀନ କୁସୁମରେ ବିମଣ୍ଡିତ ହେଇଛି, ସହକାର ମଧ୍ୟ ସେମିତି ଫଳ ଭାରରେ ଅବନତ। ଏ କଣ ମହର୍ଷି କର୍ଣ୍ଣଙ୍କର କନ୍ୟା, ନା କର୍ଣ୍ଣଙ୍କ ଔରସରେ ଅନ୍ୟ ଜାତିର ରମଣୀ ଗର୍ଭରେ ଏହାଙ୍କର ଜନ୍ମ? ଏହାଙ୍କୁ ପାଇବା ମୋ ପକ୍ଷରେ କଣ ସମ୍ଭବ? ଏହି ସମୟରେ ଭ୍ରମରଟିଏ ଉଡ଼ି ଆସି ଶକୁନ୍ତଳାଙ୍କ ମୁହଁ ଉପରେ ବସିବା ପାଇଁ ଉଦ୍ୟମ କଲା। ଶକୁନ୍ତଳା ତାହାକୁ ତଡ଼ିବା ପାଇଁ ବାରମ୍ବାର ହସ୍ତ ସଞ୍ଚାଳନ କରି ମଧ୍ୟ ବିଫଳ ହେଲେ। ସତରେ ଭ୍ରମରଟି ଅତ୍ୟନ୍ତ ଭାଗ୍ୟବାନ, କାରଣ ଭ୍ରମରଟି କିଛି ଗୋପନୀୟ କଥା କହିଲା ଭଳି ତାଙ୍କ କାନ ପାଖକୁ ଯାଇ ଗୁଣୁଗୁଣୁ ସ୍ୱର କରିପାରୁଛି। ସଖୀ ସଖୀ, ଏ ପ୍ରିୟ ସଖୀ, ଶୀଘ୍ର ଆସ, ଶୀଘ୍ର ଆସ। ଏ ଦୁଷ୍ଟ ଭ୍ରମର ମତେ କେମିତି ବ୍ୟତିବ୍ୟସ୍ତ କରୁଛି ଦେଖିଲ। ମତେ ତାଠାରୁ ରକ୍ଷା କର। ଆମେ କିପରି ତମକୁ ରକ୍ଷା କରିପାରିବୁ? ରାଜା ଦୁଷ୍ମନ୍ତଙ୍କୁ ସ୍ମରଣ କର, ସିଏ ତୁମକୁ ରକ୍ଷା କରିପାରିବେ। ଏମାନଙ୍କ ସମ୍ମୁଖକୁ ଯିବା ପାଇଁ ଏହା ହିଁ ଏକ ଅପୂର୍ବ ସୁଯୋଗ। ଏଠାରେ ନିଜକୁ ରାଜା ଦୁଷ୍ମନ୍ତ ବୋଲି ପରିଚୟ ଦେବା ଉଚିତ ହେବନି। ଅତିଥି ବୋଲି ପରିଚୟ ଦେଇ ଏମାନଙ୍କୁ ଅଭୟ ଦେବା ଠିକ ହେବ। ପୂର୍ବ ରାଜା ଦୁଷ୍ମନ୍ତଙ୍କ ଶାସନରେ କେଉଁ ଦୁରାତ୍ମା ମୁନିକନ୍ୟା ମାନଙ୍କ ପ୍ରତି ଅନିଷ୍ଟ ଆଚରଣ କରିପାରେ? ହଠାତ୍ ଜଣେ ସୌମ୍ୟ ଅପରିଚିତ ପୁରୁଷଙ୍କର ଆଗମନରେ ମୁନି କନ୍ୟାମାନେ ଅତ୍ୟନ୍ତ ସଂକୁଚିତ ହୋଇପଡ଼ିଲେ। ନା ମହାଭାଗ, ସେପରି କିଛି ବିପଦ ଘଟି ନାହିଁ। ଘଟଣାଟି ଅତି ସାମାନ୍ୟ। ଗୋଟିଏ ଭ୍ରମର ଉଡ଼ି ଆସି ଆମ ସଖୀ ଶକୁନ୍ତଳାଙ୍କୁ ବିବ୍ରତ କରୁଥିଲା, ତେଣୁ ସେ ଡରି ଯାଇଥିଲେ। ତପୋବନରେ ତପକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେଉଛି ତ? ମହାଭାଗ, ତପୋବନରେ ତପସ୍ୟା ସାଧନରେ କୌଣସି ବିଘ୍ନ ଘଟୁନାହିଁ। ଏବେ ଆପଣଙ୍କ ଭଳି ବିଶିଷ୍ଟ ଅତିଥିଙ୍କର ଶୁଭାଗମନରେ ଏ ତପୋବନ ଧନ୍ୟ ହୋଇଛି। ଶକୁନ୍ତଳେ, ଶୀଘ୍ର ଯାଇ ଆଶ୍ରମରୁ କିଛି ଫୁଲ ଫଳ ସହିତ ପାଦ୍ୟ ଅର୍ଘ୍ୟ ନେଇ ଆସ। ତୁମେମାନେ ଏପରି ବ୍ୟସ୍ତ ହେବାର କିଛି କାରଣ ନାହିଁ। ତୁମମାନଙ୍କର ମଧୁର କଥା ଏବଂ ବ୍ୟବହାରରେ ମୁଁ ପରମ ସନ୍ତୋଷ ଲାଭ କରିଛି। ଅନ୍ୟ କିଛି ଆତିଥ୍ୟର ପ୍ରୟୋଜନ ନାହିଁ। ତୁମେମାନେ ମଧ୍ୟ ଜଳସିଞ୍ଚନ କରି କ୍ଳାନ୍ତ ହୋଇ ପଡ଼ିଛ। ଏ ବେଦୀ ଉପରେ ବସି ତୁମେମାନେ ମଧ୍ୟ କ୍ଳାନ୍ତି ଦୂର କରିବାର
ସଖୀ ଶକୁନ୍ତଳା ଅତିଥିଙ୍କର ଅନୁରୋଧ ରକ୍ଷା କରି ଆମେ ସମସ୍ତେ ତାଙ୍କ ନିକଟରେ ଉପସ୍ଥିତ ରହିବା ଉଚିତ। କେଜାଣି କାହିଁକି ଏହି ଅପରିଚିତ ଯୁବକଙ୍କୁ ଦେଖିଲା ବେଳୁ ମୋ ମନରେ ଆଶ୍ରମ ପ୍ରତି ଚିନ୍ତା ଜାଗୁଛି। ବୁଝିଲା ଅନୁସୟା, ଏହି ଚତୁର ଏବଂ ମିଠା କଥା କହୁଥିବା ଆଉ ଗମ୍ଭୀର ଦେଖାଯାଉଥିବା ସୁଦର୍ଶନ ଯୁବକ ଜଣକ ଜଣେ ମହାନ ବ୍ୟକ୍ତି ହେଇଥିବା ଭଳି ମୋର ମନେ ହେଉଛି। ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ଜଣାଇବା ପାଇଁ ମୁଁ ମଧ୍ୟ ଆଗ୍ରହୀ। ମହାଭାଗ, ଆପଣଙ୍କର ସରଳ ବ୍ୟବହାର ଦେଖି ଏବଂ ମଧୁର ଆଳାପ ଶୁଣି କେତୋଟି କଥା ପଚାରିବାକୁ ସାହସ କରୁଛି। କ୍ଷମା କରିବେ। ଆପଣ କେଉଁ ରାଜବଂଶକୁ ଅଳଙ୍କୃତ କରିଅଛନ୍ତି? କେଉଁ ରାଜ୍ୟକୁ ବର୍ତ୍ତମାନ ବିରହ ଦୁଃଖ ଦେଇ ଏହି ଆଶ୍ରମ ବନରେ ପାଦ ଦେଇଛନ୍ତି? କେଉଁଥିପାଇଁ ସୁକୁମାର ଶରୀରକୁ କଷ୍ଟ ଦେଇ ଆଶ୍ରମ ଦର୍ଶନରେ ଆସିଛନ୍ତି? ରେ ମନ, ତୁ ଆଉ ଉତ୍କଣ୍ଠିତ ହୁଅ ନା। ତୁ ଯାହା ଜାଣିବାକୁ ଅଧୀର, ଅନୁସୟା ଠିକ ସେଇ ପ୍ରଶ୍ନ ପଚାରୁଛନ୍ତି। ଶୀଘ୍ର ତୋର ସନ୍ଦେହ ଦୂର ହବ। ଏବେ ମୁଁ କି ପରିଚୟ ଦେବି? ପ୍ରକୃତ ପରିଚୟ ଦେଲେ ତ ସବୁ ଜଣା ପଡିଯିବ। ତେବେ ହଁ, ମୁଁ ପୂର୍ବବଂଶ ରାଜାଙ୍କର ବିଚାର ବିଭାଗର ଜଣେ କର୍ମଚାରୀ। ପବିତ୍ର ତପୋବନରେ ତପ କାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେଉଛି କି ନା ବୁଝିବା ପାଇଁ ଆସିଛି। ଆଜି ଆମ ଆଶ୍ରମବାସୀ ମାନଙ୍କର ପରମ ସୌଭାଗ୍ୟ। ଆପଣଙ୍କର ଶୁଭାଗମନରେ ଆମେମାନେ ଧନ୍ୟ ହୋଇଛୁ। ଏହିପରି କଥାବାର୍ତ୍ତା ଚାଲିଥିଲା ବେଳେ ଶକୁନ୍ତଳା ପ୍ରେମରେ ଜର୍ଜରିତ ହୋଇ ଲଜ୍ଜା ପ୍ରକାଶ କଲେ। ରାଜାଙ୍କର ଭାବଭଙ୍ଗୀରେ ମଧ୍ୟ ଚଞ୍ଚଳତା ପ୍ରକାଶ ପାଇଲା। ଅନସୂୟା ଓ ପ୍ରିୟମ୍ବଦା ସେ ଦୁହିଁଙ୍କର ମନୋଭାବ ଲକ୍ଷ୍ୟ କରିପାରିଲେ। ଧୀର ସ୍ୱରରେ ଶକୁନ୍ତଳାଙ୍କୁ କହିଲେ, ଶକୁନ୍ତଳା, ଆଜି ଯଦି ପିତା ଆଶ୍ରମରେ ଥାନ୍ତେ ତାହେଲେ ନିଜର ଜୀବନ ସର୍ବସ୍ୱ ପ୍ରାୟ ତୁମକୁ ପ୍ରଦାନ କରି ଏହି ମହାନ ଅତିଥିଙ୍କୁ ସନ୍ତୁଷ୍ଟ କରିଥାନ୍ତେ। ସତ କଥା। ତମେ ଦୁହେଁ ମନରେ କିଛି ଗୋଟେ ଉଦ୍ଦେଶ୍ୟ ରଖି ଏମିତି କହୁଛ। ମୁଁ ତମ କଥା ଜମା ଶୁଣିବିନି। ଶକୁନ୍ତଳାଙ୍କର ଜନ୍ମ ବୃତ୍ତାନ୍ତ ଜାଣିବା ନିମନ୍ତେ ରାଜା ଏକାନ୍ତ ଆଗ୍ରହୀ ଥିଲେ। ତେଣୁ ସଖୀ ଦୁହିଁଙ୍କୁ ଚାହିଁ କହିଲେ, ମୁଁ ମଧ୍ୟ ତୁମର ସଖୀଙ୍କ ସମ୍ବନ୍ଧରେ କିଛି ଜାଣିବାକୁ ଚାହୁଁଛି। ମୋର ଗୋଟିଏ କୌତୁହଳ ଜାତ ହେଉଛି। ସମସ୍ତେ ଜାଣନ୍ତି ଯେ କର୍ଣ୍ଣ ମହର୍ଷି ଆଜନ୍ମ ବ୍ରହ୍ମଚାରୀ। ତାହେଲେ ତୁମର ଏ ସଖୀ ତାଙ୍କର କନ୍ୟା ହେଲେ କିପରି? ମହାଭାଗ, ଆମର ପ୍ରିୟ ସଖୀ ଶକୁନ୍ତଳାଙ୍କର ଜନ୍ମ ବିଷୟରେ ଯାହା ଶୁଣିଛୁ କହୁଛୁ। ଅତ୍ୟନ୍ତ ପ୍ରଭାବଶାଳୀ ରାଜର୍ଷି ବିଶ୍ୱାମିତ୍ର ଏକଦା ଗୋମତୀ ନଦୀ ତୀରରେ ଅତି କଠୋର ତପସ୍ୟା ଆରମ୍ଭ କଲେ। କୁହାଯାଏ ତାଙ୍କର ତପଭଙ୍ଗ କରିବା ପାଇଁ ସ୍ୱର୍ଗର ଅପ୍ସରା ମେନକାଙ୍କୁ ମର୍ତ୍ତ୍ୟକୁ ପଠାଗଲା। ସେହି ମେନକାଙ୍କ ଗର୍ଭରୁ ରାଜର୍ଷି ବିଶ୍ୱାମିତ୍ରଙ୍କ ଔରସରେ ଶକୁନ୍ତଳାଙ୍କର ଜନ୍ମ। କିନ୍ତୁ ଶିଶୁକନ୍ୟାଟି ଜନ୍ମ ପରେ ମେନକା ତାକୁ ଅରଣ୍ୟରେ ଛାଡି ସ୍ୱର୍ଗକୁ ଫେରିଗଲେ। ମହର୍ଷି କର୍ଣ୍ଣ ସେହି ପରିତ୍ୟକ୍ତ ଶିଶୁକନ୍ୟାଟିକୁ ଆଶ୍ରମକୁ ଆଣି ଲାଳନ ପାଳନ କଲେ। ତେଣୁ ତାଙ୍କୁ ଶକୁନ୍ତଳାଙ୍କର ପିତା ବୋଲି କୁହାଯାଏ। ନିଶ୍ଚିତ ଭାବରେ ତୁମ ସଖୀ ଶକୁନ୍ତଳା ଅପ୍ସରା କନ୍ୟା। ନହେଲେ ମନୁଷ୍ୟ ଗର୍ଭରୁ ଏପରି ଅନିନ୍ଦ ସୁନ୍ଦରୀ କନ୍ୟା କାହୁଁ ଜନ୍ମିଥାନ୍ତା? ଆପଣଙ୍କ ଭାବଭଙ୍ଗୀରୁ ଜଣାଯାଉଛି ଯେ ଆପଣ ଆଉ କିଛି ପଚାରିବାକୁ ଚାହୁଁଛନ୍ତି। ତୁମେ ଠିକ ଅନୁମାନ କରିଛ ସଖୀ। ମୁଁ ଜାଣିବାକୁ ଚାହୁଁଛି ଯେ ତୁମର ଏ ସଖୀ ବିବାହ ପର୍ଯ୍ୟନ୍ତ ଆଶ୍ରମ ଜୀବନ ଯାପନ କରିବେ ନା ଆଜୀବନ ବ୍ରହ୍ମଚାରିଣୀ ରୂପେ ଆଶ୍ରମରେ କାଳ କଟେଇବେ? ପିତା କର୍ଣ୍ଣଙ୍କର ଇଚ୍ଛା ଉପଯୁକ୍ତ ପାତ୍ର ପାଇଲେ ଶକୁନ୍ତଳାଙ୍କୁ ବିବାହ ଦେବେ। ପ୍ରିୟମ୍ବଦାଙ୍କର ଉତ୍ତରରେ ରାଜାଙ୍କର ସମସ୍ତ ସନ୍ଦେହ ଦୂରୀଭୂତ ହେଲା। ଶକୁନ୍ତଳା ତାଙ୍କର ଅଲଭ୍ୟ ହେବେ ନାହିଁ ବୋଲି ସେ ମନେ କଲେ। ତୁମେ ଦୁହେଁ ମୋ ବିଷୟରେ ଯାହା ଇଚ୍ଛା ତାହା କହିଯାଉଛ। ତେଣୁ ମୁଁ ଆଶ୍ରମକୁ ଯାଇ ଦେବୀ ଗୌତମୀ ମାଙ୍କୁ ସବୁ କଥା ଜଣେଇଦେବି। ଆଜି ଅତିଥି ସତ୍କାରର ଭାର ତୁମରି ଉପରେ ଅଛି ଶକୁନ୍ତଳା, ଏବଂ ଏହି ମହାନ ଅତିଥିଙ୍କର ସତ୍କାର ଏପର୍ଯ୍ୟନ୍ତ ହେଇନି। ତେଣୁ ଅତିଥିଙ୍କୁ ପରିତ୍ୟାଗ କରି ଚାଲିଯିବା ତୁମ ପକ୍ଷରେ ଆଦୌ ଉଚିତ ହେବ ନାହିଁ। ସଖୀ ଶକୁନ୍ତଳା, ତମେ ମୋ ଠାରୁ 2 କଳସୀ ଜଳ ଧାର ନେଇଛ। ତାକୁ ପରିଶୋଧ ନ କଲେ ଯିବ କେମିତି? ଭଦ୍ରେ, ତୁମ ସଖୀ ଏତେ ଗୁଡିଏ ବୃକ୍ଷର ଜଳସିଞ୍ଚନ କରି କ୍ଳାନ୍ତ ହୋଇ ପଡିଛନ୍ତି। ମୁଁ ତାଙ୍କୁ ଋଣମୁକ୍ତ କରୁଛି। ଏହା କହି ରାଜା ନିଜ ଅଙ୍ଗୁଳିରୁ ମୁଦ୍ରିକା ବାହାର କରି ଜଳର ମୂଲ୍ୟ ଭାବେ ପ୍ରିୟମ୍ବଦାଙ୍କ ହାତକୁ ବଢାଇ ଦେଲେ। ମୁଦ୍ରିକାଟିରେ ରାଜା ଦୁଷ୍ମନ୍ତଙ୍କର ନାମ ଖୋଦିତ ହୋଇଥିବାର ଦେଖି ଦୁଇ ସଖୀ ଅନସୂୟା ଓ ପ୍ରିୟମ୍ବଦା ଆଶ୍ଚର୍ଯ୍ୟ ହୋଇ ପରସ୍ପର ମୁହଁକୁ ଚାହିଁଲେ। ଏହି ମୁଦ୍ରିକାରେ ରାଜା ଦୁଷ୍ମନ୍ତଙ୍କର ନାମ ଖୋଦିତ ହୋଇଥିଲେ ମଧ୍ୟ ସନ୍ଦେହ କରିବାର କୌଣସି କାରଣ ନାହିଁ। ମୁଁ ଜଣେ ରାଜକର୍ମଚାରୀ। ମୋ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ରାଜା ନିଜ ନାମ ଖୋଦିତ ହୋଇଥିବା ଏହି ମୁଦ୍ରିକାଟିକୁ ମୋତେ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ। ତାହେଲେ ତ ପୁରସ୍କାର ରୂପେ ପାଇଥିବା ଏହି ମୁଦ୍ରିକାଟିକୁ ଆପଣା ଆଙ୍ଗୁଳିରୁ କାଢି କାହାକୁ ଦେବା ଉଚିତ ହବନି। ଆପଣଙ୍କ କଥାରେ ହିଁ ଶକୁନ୍ତଳା ଋଣମୁକ୍ତ ହେଇଛନ୍ତି। ସଖୀ, ଏହି ମହାଶୟ ତମକୁ ଋଣମୁକ୍ତ କରିଛନ୍ତି। ଏବେ ତମ ଇଚ୍ଛା କଲେ ଏଠାରୁ ଯାଇପାର। ମୁଁ ଯିବି କି ନ ଯିବି ସେ ବିଷୟରେ ତମେ କହିବାକୁ କିଏ? ମୁଁ ଶକୁନ୍ତଳା ପ୍ରତି ଅନୁରାଗୀ କି ନା ତା ମୁଁ ବୁଝିପାରୁନି, କିନ୍ତୁ ନିଃସନ୍ଦେହ ଯେ ସେ ମୋ ପ୍ରତି ଆସକ୍ତ। ଏହି ସମୟରେ ହଠାତ୍ ଦୂରରୁ କୋଳାହଳ ଶୁଣାଗଲା।
ତପସ୍ୱୀ ମାନେ ସାବଧାନ ହୁଅ। ରାଜା ଦୁଷ୍ମନ୍ତ ସୈନ୍ୟ ସାମନ୍ତ ଘେନି ଶିକାର ନିମନ୍ତେ ତପୋବନ ନିକଟରେ ଉପସ୍ଥିତ ଅଛନ୍ତି। ତେଣୁ ତୁମେ ମାନେ ଆଶ୍ରମର ଜୀବମାନଙ୍କୁ ରକ୍ଷା କରିବାକୁ ଯତ୍ନ କର। ଏହା ଶୁଣିବା ମାତ୍ରେ ମୁନିକନ୍ୟା ମାନେ ଆତଙ୍କିତ ହୋଇ ଆଶ୍ରମକୁ ଫେରିଯିବା ପାଇଁ ଅନୁମତି ଦେବାକୁ ରାଜାଙ୍କୁ ନିବେଦନ କଲେ। ଏହାପରେ ମୁନିକନ୍ୟା ମାନେ ଆଶ୍ରମ ଆଡକୁ ଏବଂ ରାଜା ତାହାର ବିପରୀତ ଦିଗକୁ ଗଲେ। ଏହି ଋଷିକନ୍ୟା ଶକୁନ୍ତଳାକୁ ଦେଖିବା ପରେ ନଗରକୁ ଫେରିଯିବା ପାଇଁ ମୋର ଆଦୌ ଇଚ୍ଛା ହେଉନି। ତେଣୁ ତପୋବନ ନିକଟରେ ଶିବିର ସ୍ଥାପନ କରେଇବି। ବଡ଼ ଆଶ୍ଚର୍ଯ୍ୟର କଥା, ଯେତେ ଚେଷ୍ଟା କଲେ ସୁଦ୍ଧା ମନରୁ ଶକୁନ୍ତଳାଙ୍କର ଚିନ୍ତା ଦୂର ହୋଇପାରୁନି। ମୋର ଶରୀର ଆଶ୍ରମ ଠାରୁ ଦୂରକୁ ଯାଉଛି ସତ, କିନ୍ତୁ ମନ ମୋର ବାରମ୍ବାର ସେହି ଆଶ୍ରମକୁ ଫେରି ଆସୁଛି। ରାଜା ଦୁଷ୍ମନ୍ତଙ୍କ ସହିତ ଯେଉଁ ଅନୁଚରମାନେ ଆସିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ବିଦୂଷକ ମଧ୍ୟ ଥିଲେ। ରାଜସଭାର ବିଦୂଷକ ଥିବା ସଙ୍ଗେ ସଙ୍ଗେ ସେ ରାଜାଙ୍କର ପ୍ରିୟ ବନ୍ଧୁ ମଧ୍ୟ ଥିଲେ। ନଗରରେ ଯେଉଁ ପ୍ରକାର ସୁଖକର ଜୀବନଯାପନ କରୁଥିଲେ, ବନରେ ତାହା ସ୍ୱପ୍ନ ଥିଲା। ତେଣୁ ସେ ଶୀଘ୍ର ରାଜଧାନୀକୁ ଫେରିଯିବା ପାଇଁ ଇଚ୍ଛା କରୁଥିଲେ। ହେଲେ ରାଜା ଦୁଷ୍ମନ୍ତ ସେଥିପାଇଁ ଆଦୌ ଚିନ୍ତିତ ନଥିଲେ। ଗ୍ରୀଷ୍ମ ଋତୁର ଉତ୍ତପ୍ତ ଦ୍ୱିପହରରେ ମଧ୍ୟ ଶିକାର ପଛରେ ଧାଇଁ ଧାଇଁ ବନ ମଧ୍ୟରେ ଘୁରି ବୁଲୁଛନ୍ତି। ସେଦିନ ରାଜା ଆମକୁ ପଛରେ ପକେଇ ଦେଇ ଗୋଟେ ମୃଗର ଅନୁସରଣ କରୁ କରୁ ଋଷି ଆଶ୍ରମରେ ଉପସ୍ଥିତ ହେଲେ। ଆମ ଦୁର୍ଭାଗ୍ୟକୁ ସେଠାରେ ରାଜାଙ୍କର ମୁନିକନ୍ୟା ଶକୁନ୍ତଳାଙ୍କ ସହିତ ସାକ୍ଷାତ ହେଲା। ତାଙ୍କ ସହିତ ଦେଖା ହେବା ଦିନଠାରୁ ସେ ଆଉ ନଗରକୁ ଫେରିବାର ନାଁ ଧରୁନାହାନ୍ତି। ଏସବୁ କଥା ଭାଉ ଭାଉ ରାତି ପାଇଯାଉଛି। ଏବେ ଉପାୟ କଣ? ହେ ରାଜନ, ମୁଁ ଆଉ ଚାଲିପାରୁନି। ମୋର ହାତ ପାଦ ସବୁ ଅଚଳ, ଏପରିକି ମୋର ହାତ ଟେକିବାରେ ବି ମଧ୍ୟ ଶକ୍ତି ନାହିଁ। ତେଣୁ କେବଳ ତୁଣ୍ଡରେ ଆପଣଙ୍କର ଜୟ ହେଉ ବୋଲି କହୁଛି ଆଉ। ମୋ ନିଜ ଅଜ୍ଞାତରେ ଏ ପ୍ରକାର ଅଶ୍ରୁପାତ କାହିଁକି? ନିଜ ଆଖିରେ ଆଙ୍ଗୁଠି ଗେଞ୍ଜି ଅଶ୍ରୁପାତର କାରଣ ପଚାରୁଛନ୍ତି? ଏଥିରୁ ମୁଁ କିଛି ବୁଝିପାରୁନି। ଯାହା କହୁଛ ଭଲରେ କୁହ। ମୋର ଏପରି ଅବସ୍ଥା ପାଇଁ ଆପଣ ହିଁ ଦାୟୀ। ମୁଁ କିପରି ତୁମ ଅଙ୍ଗ ପୀଡ଼ାର କାରଣ ହେଲି? ମହାରାଜ, ଆପଣ ରାଜକାର୍ଯ୍ୟ ଛାଡି ଏଇ ଘନ ଜଙ୍ଗଲରେ ଜଙ୍ଗଲୀ ଲୋକଙ୍କ ପରି ଜୀବନ ବିତାଉଛନ୍ତି। ପଶୁ ଶିକାର କରିବାରେ ଲାଗିଛନ୍ତି। ପ୍ରତିଦିନ ବନ୍ୟ ପଶୁମାନଙ୍କ ପଛରେ ଧାଇଁ ଧାଇଁ ମୋର ଅଙ୍ଗ ପ୍ରତ୍ୟଙ୍ଗରେ ପୀଡା ହେଇଛି। ଦେହର ଗଣ୍ଠି ମାନଙ୍କର ଭୟଙ୍କର କଷ୍ଟ ହେଉଛି। ତେଣୁ ଦୟାକରି ଗୋଟେ ଦିନ ବିଶ୍ରାମ କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ। ଏପଟେ ବିଦୂଷକ ଏମିତି କହୁଛନ୍ତି। ଶିକାର ନିମନ୍ତେ ତାଙ୍କର ଆଦୌ ଆଗ୍ରହ ଦେଖାଯାଉନି। ସେପଟେ ମୁନିକନ୍ୟା ଶକୁନ୍ତଳାକୁ ଦେଖିଲା ଦିନୁ ତାଙ୍କ କଥା ଚିନ୍ତା କରି କରି ମୋର ମଧ୍ୟ ଶିକାର ପ୍ରତି ବିତୃଷ୍ଣା ଆସିଯାଉଛି। ଆପଣ କଣ ଚିନ୍ତା କରୁଛନ୍ତି? ମୋର ସମସ୍ତ ପ୍ରାର୍ଥନା ଅରଣ୍ୟର ଦଣ୍ଡେ ପରିଣତ ହେଲା। ମହାରାଜ, ସେପରି ପ୍ରଳାପ କରିବା ବିଦୂଷକ ମହାଶୟଙ୍କର ଅଭ୍ୟାସ। ଶିକାର ଦ୍ୱାରା ଶରୀର ଚଞ୍ଚଳ ଏବଂ କର୍ମକ୍ଷମ ହେବା ସଙ୍ଗେ ସଙ୍ଗେ ଚିତ୍ତ ବିନୋଦନ ମଧ୍ୟ ହୁଏ। ଥାଉ, ଗୋଟେ କଥା କହିକି ରାଜାଙ୍କୁ ଶିକାର ପାଇଁ ଉତ୍ସାହିତ କରିବାର ଆବଶ୍ୟକତା ନାହିଁ। ରାଜା ଏବେ ପ୍ରକୃତିସ୍ଥ ହେଲେଣି, ତେଣୁ ତୁମେ ତାଙ୍କଠାରୁ ପ୍ରସ୍ଥାନ କର। ସେନାପତି, ଆମେ ଏବେ ଆଶ୍ରମ ନିକଟରେ ଅଛୁ। ତେଣୁ ମୁଁ ତୁମର ପରାମର୍ଶ ଗ୍ରହଣ କରିପାରୁନି। ଆଜି ଆମର ମୃଗୟା ବନ୍ଦ ରହୁ। ଯାହା ଆପଣଙ୍କର ଇଚ୍ଛା ମହାରାଜ। ସେନାପତି, ସୈନିକମାନେ ଯେପରି ତପୋବନରେ କୌଣସି ବାଧାବିଘ୍ନର କାରଣ ନ ହୁଅନ୍ତି, ସେଥିପ୍ରତି ଆପଣ ସଜାଗ ରହିବେ। ମହାରାଜ, ରାଜାଙ୍କ ଠାରୁ ଆଦେଶ ପାଇ ସେନାପତି ସେଠାରୁ ପ୍ରସ୍ଥାନ କଲେ। ତାଙ୍କ ପଛେ ପଛେ ରାଜାଙ୍କ ନିକଟରେ ମୃଗା ଦେଶରେ ଉପସ୍ଥିତ ଥିବା ସହଚରମାନେ ମଧ୍ୟ ଚାଲିଗଲେ। ସମସ୍ତେ ଚାଲିଯିବା ପରେ ରାଜା ଓ ବିଦୂଷକ ଦୁହେଁ ନିକଟସ୍ଥ ଲତା ମଣ୍ଡପରେ ପ୍ରବେଶ କରି ସଗନ ବୃକ୍ଷ ଛାୟା ତଳେ ଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଆସନ ଗ୍ରହଣ କଲେ। ଦୁହିଁଙ୍କ ଭିତରେ ଆଳାପ ଆରମ୍ଭ ହେଲା। ବନ୍ଧୁ, ତୁମର ଚକ୍ଷୁ ଥାଇ ମଧ୍ୟ ତୁମେ ଚକ୍ଷୁର ଫଳ ଭୋଗ କରିପାରିନାହ। କାରଣ ଯାହା ଦେଖିବା ଉଚିତ ତୁମେ ଆଜି ଯାଇ ତାହା ଦେଖିନାହ। ଦେଖିନାହିଁ କେମିତି? ଆପଣ ସ୍ୱୟଂ ତୁମ ଚକ୍ଷୁ ସମ୍ମୁଖରେ ବିରାଜମାନ। ସମସ୍ତେ ନିଜର ପ୍ରିୟଜନଙ୍କୁ ସୁନ୍ଦର ମନେ କରନ୍ତି, କିନ୍ତୁ ମୁଁ ଏହି ଆଶ୍ରମର ଅଳଙ୍କାର ରୂପିଣୀ ମୁନିକନ୍ୟା ଶକୁନ୍ତଳାଙ୍କ ବିଷୟରେ କହୁଛି। ମହାରାଜ, ମୋର ଅନୁମାନ ହେଉଛି ଆପଣ ସେଇ ମୁନିକନ୍ୟାଙ୍କ ରୂପରେ ବିମୋହିତ ହୋଇ ତାଙ୍କ ପ୍ରେମରେ ପଡିଯାଇଛନ୍ତି। ଶକୁନ୍ତଳାଙ୍କୁ ଦେଖିନଥିବାରୁ ତୁମେ ଏପରି କହୁଛ। ଏବେ ମତେ ଜଣା ପଡୁଛି ଯେ ମୁନିକନ୍ୟା ଶକୁନ୍ତଳା କେବଳ ସୁନ୍ଦରୀ ନୁହନ୍ତି, ବରଂ ପରମ ସୁନ୍ଦରୀ। ବିଧାତାଙ୍କର ସୃଷ୍ଟି ଏବଂ ଶକୁନ୍ତଳାଙ୍କର ରୂପ ଦେଖିଲେ ମୋର ମନେ ହୁଏ ସତେ ଯେପରି ସୃଷ୍ଟିର ସମସ୍ତ ସୁନ୍ଦର ପଦାର୍ଥକୁ ଏକତ୍ର କରି ବିଧାତା ଏ ଅପୂର୍ବ ସ୍ତ୍ରୀ ରତ୍ନଟି ଗଢିଛନ୍ତି। ଆପଣ ସିନା ଶକୁନ୍ତଳାଙ୍କୁ ପାଇବା ପାଇଁ ବାତୁଳ ପ୍ରାୟ ହେଉଛନ୍ତି, କିନ୍ତୁ ଆପଣଙ୍କ ପ୍ରତି ଶକୁନ୍ତଳାଙ୍କର ମନୋଭାବ କେମିତି ତାହା ତ ପ୍ରଥମେ ଜାଣିବା ଆବଶ୍ୟକ। ସହଜେ ମୁନିକନ୍ୟା ଅତ୍ୟନ୍ତ ସରଳ ଏବଂ ଲଜ୍ଜାଶୀଳା। ତେଣୁ ସେ ନିଜର ମନୋଭାବ ସ୍ପଷ୍ଟ ପ୍ରକାଶ କରିନାହାନ୍ତି।
ତଥାପି ମୁଁ ଲକ୍ଷ୍ୟ କରିଛି ଯେ ତାଙ୍କର ମୋ ଠାରେ ନିଶ୍ଚୟ ଅନୁରାଗ ରହିଛି। ତାହେଲେ ତ ଆପଣ ଏଇ ତପବନକୁ ପ୍ରମୋଦ ବନରେ ପରିଣତ କରିସାରିଲେଣି। ପରିହାସ ଛାଡ, ଏବେ ଆଶ୍ରମକୁ ଯିବା ପାଇଁ ମୁଁ କେଉଁ ଛଳନାର ଆଶ୍ରୟ ନେବି ତାହା କୁହ। ଆପଣ ତ ରାଜା, ଅନ୍ୟ ବାହାନା କରିବାର ଆବଶ୍ୟକତା କଣ ପାଇଁ? ଏହି ସମୟରେ ଜଣେ ପ୍ରହରୀ ଆସି ରାଜାଙ୍କୁ ଜଣାଇଲା ଯେ 2 ଜଣ ଋଷି କୁମାର ରାଜାଙ୍କୁ ଦର୍ଶନ କରିବା ପାଇଁ ବାହାରେ ଅପେକ୍ଷା କରିଛନ୍ତି। ରାଜା ସେମାନଙ୍କୁ ତତ୍କ୍ଷଣାତ୍ ତାଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ନିମନ୍ତେ ଆଦେଶ ଦେଲେ। ଋଷି କୁମାରମାନଙ୍କର ଆଗମନରେ ରାଜା ନିଜ ଆସନରୁ ଉଠି ସେମାନଙ୍କୁ ପ୍ରଣାମ କଲେ ଏବଂ ସେମାନଙ୍କର ଆସିବାର କାରଣ ପଚାରିଲେ। ଋଷି କୁମାର ଦୁହେଁ ବିନମ୍ରତାର ସହ କହିଲେ, ମହାରାଜ, ମହର୍ଷି କର୍ଣ୍ଣ ଆଶ୍ରମରେ ନାହାନ୍ତି। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅସୁରମାନେ ଯଜ୍ଞ କାର୍ଯ୍ୟରେ ନାନା ବିଘ୍ନ ସୃଷ୍ଟି କରୁଛନ୍ତି। ଆପଣ ନିକଟରେ ଥିବା ଜାଣିପାରି ତପସ୍ୱୀମାନେ ଅନୁରୋଧ କରିଛନ୍ତି ଯେ ମହର୍ଷି କର୍ଣ୍ଣ ଫେରିବା ପର୍ଯ୍ୟନ୍ତ ଆପଣ ଏଇଠାରେ ଏହି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରନ୍ତୁ। ତପସ୍ୱୀ ମାନଙ୍କର ଏହା ଅନୁରୋଧ ନୁହେଁ, ବରଂ ମୋ ପ୍ରତି ଅନୁଗ୍ରହ ବୋଲି ମନେକରି ରାକ୍ଷସ ମାନଙ୍କର ଉପଦ୍ରବ ନିବାରଣ କରିବାକୁ ଯତ୍ନ କରିବି। ଋଷି କୁମାର ଦୁହେଁ ଆଶ୍ୱସ୍ତ ହୋଇ ବିଦାୟ ନେବା ପରେ ରାଜା ସାରଥୀଙ୍କୁ ରାକ୍ଷସ ଦମନ ପାଇଁ ରଥ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ। ବାବୁ, ତୁମର ଯଦି ଶକୁନ୍ତଳାଙ୍କୁ ଦେଖିବାର ଇଚ୍ଛା ଥାଏ ତାହେଲେ ମୋ ସାଙ୍ଗରେ ଚାଲ। ଆପଣଙ୍କ ମୁହଁରୁ ଶକୁନ୍ତଳାଙ୍କ ରୂପ ଲାବଣ୍ୟର ବର୍ଣ୍ଣନା ଶୁଣି ତାଙ୍କୁ ଦେଖିବା ପାଇଁ ମୋର ଖୁବ୍ ଆଗ୍ରହ ହେଇଥିଲା, କିନ୍ତୁ ରାକ୍ଷସ ମାନଙ୍କର ଉପଦ୍ରବ କଥା ଶୁଣିଲା ବେଳଠାରୁ ମୋର ସେ ଆଗ୍ରହ ଆଉ ନାହିଁ। ଭୟ କରିବାର କୌଣସି କାରଣ ନାହିଁ, ତୁମେ ତୁମ ପାଖେ ପାଖେ ଥିବ। ମହାରାଜ, ରଥ ପ୍ରସ୍ତୁତ ହେଇଗଲାଣି, କିନ୍ତୁ ରାଜମାତାଙ୍କ ନିକଟରୁ କିଛି ସମ୍ବାଦ ନେଇ ଦୂତ ନଗରରୁ ଆସିଛି। କି ସମ୍ବାଦ ନେଇ ନଗରୀରୁ ଆସିଛ? ରାଜମାତା ସମ୍ବାଦ ଦେଇଛନ୍ତି ଯେ ଆଗାମୀ ଚତୁର୍ଥୀ ଦିନ ସେ କରିଥିବା ବ୍ରତର ଉଦ୍ଯାପନ ହେବ। ସେଇଦିନ ଆପଣ ନଗରରେ ଉପସ୍ଥିତ ରହନ୍ତୁ ବୋଲି ତାଙ୍କର ଇଚ୍ଛା। ଏହା ଜାଣି ରାଜା ବିଷମ ସମସ୍ୟାରେ ପଡ଼ିଲେ। ଗୋଟିଏ ପଟେ ଋଷିମାନଙ୍କର ଯଜ୍ଞ ରକ୍ଷା, ଅନ୍ୟପଟେ ମାଙ୍କର ଆଦେଶ ପାଳନ, ଉଭୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଅଲଙ୍ଘନୀୟ। ରାଜା ରୂପେ ଋଷିମାନଙ୍କର ଯଜ୍ଞକୁ ନିରାପଦ ରଖିବା ତାଙ୍କର କର୍ତ୍ତବ୍ୟ। ସେହିପରି ପୁତ୍ର ଭାବରେ ମାତାଙ୍କର ବ୍ରତ ପାଳନରେ ଯୋଗ ଦେବା ମଧ୍ୟ ତାଙ୍କର କର୍ତ୍ତବ୍ୟ। ବନ୍ଧୁ ବିଦୂଷକ, ମା ତ ତୁମକୁ ପୁତ୍ର ରୂପେ ଗ୍ରହଣ କରିଛନ୍ତି, ତେଣୁ ତୁମେ ରାଜଧାନୀକୁ ଫେରିଯାଇ ମାଙ୍କୁ କହିବ ଯେ ଋଷିମାନଙ୍କର ଯଜ୍ଞ ରକ୍ଷା କରିବା ପାଇଁ ମୁଁ ଏଠାରେ ରହିବାକୁ ବାଧ୍ୟ ହେଉଛି। ଆଉ ସେଠାରେ ମୋ ପାଇଁ ଯାହା କାମ ଥିବ ତୁମେ ତାକୁ ସମ୍ପାଦନ କରିବ, ତାହେଲେ ଯାଇ ମୋ ସମସ୍ୟାର ସମାଧାନ ହେଇପାରିବ। ଏଥିରେ ମୁଁ ରାଜି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ଏବେ ମୁଁ ରାଜାଙ୍କର ସାନ ଭାଇ ହେଲି, ତେଣୁ ମତେ ମଧ୍ୟ ସେହିପରି ଆଡମ୍ବରରେ ରାଜଧାନୀକୁ ଫେରିବାକୁ ପଡିବ। ତାହା ହିଁ ହେବ। ମୋ ପାଖରେ ଏତେ ଲୋକ, ଏତେ ହାତୀ ଘୋଡା ରହିବାର ଆବଶ୍ୟକତା ନାହିଁ, ତେଣୁ ସେମାନେ ତୁମ ସାଙ୍ଗରେ ଯିବେ। ମୋର ବନ୍ଧୁ ତ ସହଜେ ଚପଳ, କାଳେ ଯଦି ନଗରରେ ପହଞ୍ଚିବା ପରେ ଶକୁନ୍ତଳାଙ୍କ କଥା ଅନ୍ତପୁରରେ କହିଦିଅନ୍ତି ମୁଁ ସମସ୍ୟାରେ ପଡିଯିବି। ବନ୍ଧୁ, ତପୋବନରେ କିଛି ଦିନ ରହି ରାକ୍ଷସ ମାନଙ୍କର ଉପଦ୍ରବ ନିବାରଣ କରିବାକୁ ଋଷିମାନେ ଅନୁରୋଧ କରିଛନ୍ତି। ମୁଁ ଯେ ଶକୁନ୍ତଳାଙ୍କୁ ପାଇବାକୁ ବ୍ୟାକୁଳ ତା ନୁହେଁ। ଏହା ପୂର୍ବରୁ ମୁଁ ତୁମକୁ ଶକୁନ୍ତଳାଙ୍କ ବିଷୟରେ ଯାହା ସବୁ କହିଛି ସେସବୁ ପରିହାସ ମାତ୍ର। ତୁମେ ସେସବୁକୁ ସତ ବୋଲି ମନେ କରିବ ନାହିଁ। ମୁଁ ଜାଣେ ଶକୁନ୍ତଳା ଘଟଣା ଆପଣ କେବଳ ପରିହାସରେ କହିଛନ୍ତି, ତେଣୁ ମୁଁ ତାକୁ କେବେ ସତ ବୋଲି ମନେ କରିବିନି। ଏହାପରେ ରାଜା ରଥରେ ବସି ତପୋବନରେ ଯଜ୍ଞ ରକ୍ଷା କରିବାକୁ ଗଲେ ଏବଂ ବିଦୂଷକ ସୈନ୍ୟ ସାମନ୍ତ ତଥା ଅନୁଚରମାନଙ୍କ ସହିତ ଆଡମ୍ବରରେ ନଗରକୁ ଫେରିଗଲେ। ଯେଉଁ ଶକୁନ୍ତଳାଙ୍କର ଦର୍ଶନ ଆଶାରେ ମୁଁ ଏଠାକୁ ଆସିଥିଲି ତାଙ୍କର ଦର୍ଶନ ଏଯାଏ ପାଇଲି ନାହିଁ। ତାଙ୍କ ଦର୍ଶନ ନ ପାଇଲେ ଏ ପ୍ରାଣ ରହିବ ନାହିଁ। ବର୍ତ୍ତମାନ କେଉଁଠାକୁ ଗଲେ ତାଙ୍କ ଦର୍ଶନ ପାଇବି? ବୋଧହୁଏ ସେ ଦ୍ୱିପହରର ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ପାଇଁ ସଖୀମାନଙ୍କ ସହିତ ମାଳିନୀ ନଦୀ ତୀରରେ ଥିବା ଲତା ମଣ୍ଡପକୁ ଯାଇଥିବେ। ସେଇଟାକୁ ଗଲେ ତାଙ୍କର ଦର୍ଶନ ମିଳିପାରେ। ହେ ରାଜା, ଆମର ପ୍ରିୟ ସଖୀ ଶକୁନ୍ତଳା ଆପଣଙ୍କୁ ପାଇବା ପାଇଁ ଚିନ୍ତା କରି କରି ଏପରି ଦୁରବସ୍ଥା ଭୋଗୁଛନ୍ତି। ତାଙ୍କୁ ଏଥିରୁ ଉଦ୍ଧାର କରି ତାଙ୍କର ଜୀବନ ରକ୍ଷା କରିବା ଆପଣଙ୍କର କର୍ତ୍ତବ୍ୟ। ତୁମର ଏ ଅନୁରୋଧ କେବଳ ଶକୁନ୍ତଳାଙ୍କର ହିତ ପାଇଁ ନୁହେଁ, ମୋର ହିତ ପାଇଁ ମଧ୍ୟ। ମୁଁ ଏହା ଦ୍ୱାରା ବିଶେଷ ଅନୁଗୃହୀତ ହେଲି। ସଖୀ, ରାଜର୍ଷି ତ ନିଜ ଅନ୍ତପୁରର ରାଣୀମାନଙ୍କ ବିରହରେ ସନ୍ତାପିତ ହଉଛନ୍ତି। ତମେ ତାଙ୍କୁ ଏପରି କଥା କାହିଁକି କହୁଛ? ହେ ସୁନ୍ଦରୀ, ତୁମେ ସିନା ମତେ ଚିନ୍ତା କରି କରି ସନ୍ତାପିତ ହେଉଛ, କିନ୍ତୁ ମୁଁ ତୁମ ଚିନ୍ତାରେ ଅହରହ ଦଗ୍ଧ ହେଉଛି। ମୋ ହୃଦୟ ତୁମ ବିନା ଆଉ କାହାକୁ ଗ୍ରହଣ କରିପାରିବ ନାହିଁ। ସଖୀ ଅନୁସୟା, ଗୋଟିଏ ମୃଗ ଶାବକ ବିକଳ ହେଇ ଏଣେ ତେଣେ ଚାହୁଁଛି।
ବୋଧହୁଏ ସେ ତାର ମାଆକୁ ଖୋଜୁଛି। ଚାଲ ତାକୁ ତା ମା ପାଖରେ ଛାଡ଼ିଦବା। ତମେ ଦୁହେଁ ମତେ ଏକୁଟିଆ ଛାଡି ଚାଲି ଯାଉଛ? ଏକୁଟିଆ କିପରି? ସମଗ୍ର ଜଗତର ରକ୍ଷାକର୍ତ୍ତା ଯେ ତୁମ ନିକଟରେ ଅଛନ୍ତି। ବ୍ୟସ୍ତ ହୁଅନି, ତୁମର ଏ ସେବକ ତୁମ ପାଖରେ ଅଛି, ସମସ୍ତ ସେବା କରିବା ପାଇଁ ପ୍ରସ୍ତୁତ ମଧ୍ୟ। ମହାରାଜ, ଆପଣ ମୋର ପୂଜନୀୟ। ଆପଣଙ୍କୁ ସେବା କରିବାକୁ କହି ନିଜକୁ ଅପରାଧିନୀ କରିପାରିବିନି। ମୁଁ ଆସୁଛି ମହାରାଜ। ଏବେ ତୁମର ଏପରି ଦୁର୍ବଳ ଅବସ୍ଥା, ପୁଣି ଦ୍ୱିପହରର ପ୍ରଚଣ୍ଡ ସୂର୍ଯ୍ୟ ତାପ, এই ସମୟରେ ଲତା ମଣ୍ଡପ ଛାଡି ବାହାରକୁ ଯିବା ଆଦୌ ଉଚିତ ନୁହେଁ। ମହାରାଜ ଜାଣନ୍ତି, ମୁଁ ପରାଧୀନ। ପିତାଙ୍କ ବିନା ଅନୁମତିରେ କିଛି କରିବାକୁ ଅକ୍ଷମ। ତୁମେ ଗୁରୁଜନକୁ ଭୟ କରୁଛ। ମହର୍ଷି କର୍ଣ୍ଣ ଜଣେ ଧର୍ମଜ୍ଞ ବ୍ୟକ୍ତି। ସବୁ କଥା ଜାଣିବା ପରେ ସେ ଆମ ଦୁହିଁଙ୍କ ପ୍ରତି କଦାପି କ୍ରୋଧ କରିବେ ନାହିଁ ବା ଅସନ୍ତୋଷ ପ୍ରକାଶ କରିବେ ନାହିଁ। ହେ ପ୍ରିୟ, ମୋର ପିଉସୀ ଆର୍ଯ୍ୟା ଗୌତମୀ ମୋର ଶରୀରର ଅବସ୍ଥା ବୁଝିବାକୁ ଆସିବାର ସମୟ ହେଇଗଲାଣି। ସେ ବୋଧହୁଏ ଆମ ଆଡକୁ ଆସୁଛନ୍ତି। ସନ୍ଧ୍ୟା ହୋଇଗଲାଣି, ଆଉ ବିଳମ୍ବ ନ କରି କୁଟୀରକୁ ଫେରିଯିବା। ଏବେ ମୁଁ କୁଆଡେ ଯିବି? ଲତା ମଣ୍ଡପ ନିକଟରେ ଆଉ କିଛି ସମୟ ଶକୁନ୍ତଳାଙ୍କ ଚିନ୍ତାରେ ବିତେଇଦେବି। ମହାରାଜ, ସନ୍ଧ୍ୟା ହୋଇ ଆସୁଥିବାରୁ ହୋମ ପ୍ରଭୃତି ଆରମ୍ଭ ହେବା ମାତ୍ରେ ରାକ୍ଷସମାନେ ଭୀଷଣ ରୂପ ଧାରଣ କରି ହୋମବେଦୀର ଚତୁର୍ଦିଗରେ ବିଘ୍ନ ସୃଷ୍ଟି କରୁଛନ୍ତି। ଏହିପରି ଗାନ୍ଧର୍ବ ବିଧିରେ ଶକୁନ୍ତଳା ଏବଂ ଦୁଷ୍ମନ୍ତଙ୍କର ବିବାହ ସମାପନ ହେଲା। ସଖୀ ପ୍ରିୟମ୍ବଦା, ଆମ ପ୍ରିୟ ସଖୀ ଶକୁନ୍ତଳାଙ୍କର ଗାନ୍ଧର୍ବ ବିବାହ ହୋଇଗଲା। ସେ ନିଜ ମନ ଲାଖି ସ୍ୱାମୀ ବି ପାଇଲେ। ସେଥିପାଇଁ ଯେତିକି ଖୁସି ଲାଗୁଛି ସେତିକି ଆଶଙ୍କା ମଧ୍ୟ ହେଉଛି। ଆଶଙ୍କା ପୁଣି କଣ ପାଇଁ? ଯଜ୍ଞ ସମାପ୍ତ ପରେ ଋଷିମାନଙ୍କ ଠାରୁ ବିଦାୟ ନେଇ ରାଜା ନିଜ ରାଜଧାନୀକୁ ଫେରିଯିବେ। ସେତେବେଳେ କାର୍ଯ୍ୟ ବ୍ୟସ୍ତରେ ରହି ଆଉ ଅନ୍ତପୁରର ସବୁ ରମଣୀମାନଙ୍କୁ ପାଇ ଏଠାକାର ଘଟଣା ତାଙ୍କର ମନେ ବି ନ ରହିପାରେ। ସେ ଆମ ସଖୀ ଶକୁନ୍ତଳାଙ୍କୁ ଭୁଲିଯିବେନି ତ? ଏପରି ଚିନ୍ତା ମନରୁ ଦୂର କର ସଖୀ, ବିଶ୍ୱାସ ରଖ, ସବୁ ଠିକ ହବ। ଏହି ରାଜାଙ୍କ ଭଳି ଉତ୍ତମ ଗୁଣ ଆଉ ଚରିତ୍ରବାନ ବ୍ୟକ୍ତି ଏପରି କରିପାରିବେନି। ମୋର କିନ୍ତୁ ଚିନ୍ତା ହେଉଛି ଯେ ଏସବୁ କଥା ଶୁଣିବା ପରେ ପିତା କର୍ଣ୍ଣ କଣ କରିବେ? ମୋର ମନେ ହେଉଛି ସେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଏଥିରେ ତାଙ୍କର ସମ୍ମତି ପ୍ରଦାନ କରିବେ। ହଉ ସଖୀ, ପାତ୍ରରେ ଥିବା ଫୁଲ ପୂଜା ପାଇଁ ଯଥେଷ୍ଟ ହବ, ଆଉ ତୋଳିବାର ଆବଶ୍ୟକତା ନାହିଁ। ନା ନା, ଆମକୁ ଆଉ କିଛି ଫୁଲ ତୋଳିବାକୁ ପଡିବ, କାରଣ ଦୈନନ୍ଦିନ ପୂଜା ସହିତ ଆମ ସଖୀ ଶକୁନ୍ତଳାଙ୍କର ସୌଭାଗ୍ୟ ଦେବତାଙ୍କର ବି ତ ପୂଜା କରାଯିବ। ପ୍ରିୟମ୍ବଦା, ବୋଧହୁଏ କେହି ଅତିଥି ଆସିଛନ୍ତି। ତମେ ସେଥିପାଇଁ ବ୍ୟସ୍ତ ହୁଅନି ସଖୀ, ଅତିଥିଙ୍କ ସ୍ୱାଗତ ପାଇଁ ଶକୁନ୍ତଳା କୁଟୀରରେ ଅଛନ୍ତି। ଏହି ସମୟରେ ଦୁର୍ଭାଗ୍ୟବଶତଃ ମହାକବି ଦୁର୍ବାସା ଋଷି କୁଟୀର ନିକଟରେ ଉପସ୍ଥିତ ହେଲେ। ସେତେବେଳେ ଶକୁନ୍ତଳା ରାଜା ଦୁଷ୍ମନ୍ତଙ୍କ ଚିନ୍ତାରେ ଏପରି ମଗ୍ନ ଥିଲେ ଯେ ଦୁର୍ବାସା ଋଷିଙ୍କର ଉପସ୍ଥିତି ସମ୍ପର୍କରେ ଜାଣିପାରିଲେ ନାହିଁ। ଅଭ୍ୟର୍ଥନା ତ ଦୂରର କଥା, ବସିବା ଜାଗାରୁ ମଧ୍ୟ ଉଠିଲେନି। ମୋ ଆଶ୍ରମର ଅତିଥି, ହେ ପାପିରେ, ତୁ ଅତିଥିର ଅପମାନ କଲୁ। ଏବେ ମୋର ଅଭିଶାପ ଗ୍ରହଣ କର। ଯାହାର ଚିନ୍ତାରେ ବୁଡି ରହି ତୁ ମତେ ଏମିତି ଅବଜ୍ଞା କରିଛୁ, ନିଜର ପରିଚୟ ଦେଲେ ସୁଦ୍ଧା ସେ ତତେ ସ୍ମରଣ କରିବେ ନାହିଁ। ସଖୀ ଅନୁସୟା, ହାଇ କି ଦୁର୍ଯୋଗ ଉପସ୍ଥିତ। ମହାକୁପି ଦୁର୍ବାସାଙ୍କୁ ଶକୁନ୍ତଳା ଉପଯୁକ୍ତ ସମ୍ମାନ ଦେଖାଇ ନଥିବାରୁ ସେ ଅଭିଶାପ ଦେଇ ଚାଲି ଯାଉଛନ୍ତି। ସଖୀ ପ୍ରିୟମ୍ବଦା, ତୁମେ କାଳ ବିଳମ୍ବ ନ କରି କ୍ଷମା ଭିକ୍ଷା କରି ଋଷି ଦୁର୍ବାସାଙ୍କୁ ଫେରାଇ ଆଣ। ମୁଁ କୁଟୀରକୁ ଯାଇ ତାଙ୍କ ନିମନ୍ତେ ପାଦ୍ୟ ଅର୍ଘ୍ୟ ନେଇ ଆସୁଛି। ହେ ଋଷି ପ୍ରବର, ଶକୁନ୍ତଳା ଆପଣଙ୍କର କନ୍ୟା ତୁଲ୍ୟ। ସତ ଅପରାଧ କଲେ ସୁଦ୍ଧା ସେ ଆପଣଙ୍କର କୃପାର ପାତ୍ରୀ। ତାର ଅପରାଧ ମାର୍ଜନ କରନ୍ତୁ। ହେ ବତ୍ସେ, ମୁଁ ଯାହା କହିସାରିଛି ତାହା କଦାପି ଅନ୍ୟଥା ହେଇନପାରେ। ତେବେ ସେ କୌଣସି ଚିହ୍ନ ଦେଖାଇ ପାରିଲେ ମୋର ଅଭିଶାପରୁ ମୁକ୍ତ ହେବେ। ଯାହା ହଉ, ଟିକେ ଆଶ୍ୱାସନା ମିଳିଲା। ତେଣେ ମହର୍ଷି କର୍ଣ୍ଣ ପ୍ରବାସରୁ ଫେରିବା ପରେ ଠିକ୍ ସମୟରେ ହୋମଯଜ୍ଞର ଆୟୋଜନ ନିମନ୍ତେ ଶିଷ୍ୟମାନଙ୍କୁ ଆଦେଶ କରିଥିଲେ। ସଖୀ ଅନୁସୟା, ଆଶ୍ରମରୁ ଶକୁନ୍ତଳାଙ୍କର ବିଦାୟ ନିମନ୍ତେ ଆମକୁ ଅତି ଶୀଘ୍ର ସମସ୍ତ ଆୟୋଜନ କରିବାକୁ ହବ। ଏଥିମଧ୍ୟରେ ମହର୍ଷି କର୍ଣ୍ଣ ଆସି ଶକୁନ୍ତଳାଙ୍କ ନିକଟରେ ପହଞ୍ଚିଲେ। ଆଜି ଶକୁନ୍ତଳା ଏହି ଆଶ୍ରମ ପରିତ୍ୟାଗ କରି ପତିଗୃହକୁ ଚାଲିଯିବ। ଏହା ଭାବିଲାକ୍ଷଣି ମୋର ହୃଦୟ ବିଦୀର୍ଣ୍ଣ ହେଇଯାଉଛି, କଣ୍ଠରୁଦ୍ଧ ହେଇଯାଉଛି। କି ଆଶ୍ଚର୍ଯ୍ୟ, ମୁଁ ବନବାସୀ, ସଂସାର ସହିତ ମୋର ସମ୍ବନ୍ଧ ଅଳ୍ପ, ତଥାପି ମୁଁ ଫାଙ୍କି ପଡୁଛି। ଯେଉଁ ଗୃହସ୍ଥମାନେ ସବୁବେଳେ ସ୍ନେହ ଶ୍ରଦ୍ଧା ମଧ୍ୟରେ ବୁଡି ରହିଛନ୍ତି, ସେମାନେ କନ୍ୟା ବିଦାୟ ବେଳେ
କେତେ କଷ୍ଟ ଭୋଗ କରୁନଥିବେ। ଶର୍ମିଷ୍ଠା ଓ ରାଜା ଯଯାତିଙ୍କ ମଧ୍ୟରେ ଯେପରି ନିବିଡ଼ ପ୍ରେମ ସମ୍ପର୍କ ଥିଲା, ତୋର ଏବଂ ରାଜା ଦୁଷ୍ମନ୍ତଙ୍କ ମଧ୍ୟରେ ସେହିପରି ନିବିଡ଼ ସମ୍ପର୍କ ରହୁ। ଶର୍ମିଷ୍ଠା ଯେପରି ରାଜା ଯଯାତିଙ୍କୁ ବିବାହ କରି ରାଜା ପୁରୁଙ୍କ ପରି ପୁତ୍ରର ଜନ୍ମେ ହୋଇଥିଲେ, ତୁ ସେହିପରି ରାଜ ଚକ୍ରବର୍ତ୍ତୀ ଲକ୍ଷଣ ଯୁକ୍ତ ପୁତ୍ରର ଜନନୀ ହୁଅ। ହେ ବୃକ୍ଷଗଣ, ଯେଉଁ ଶକୁନ୍ତଳା ତୁମମାନଙ୍କୁ ଜଳ ନ ଦେଇ ନିଜେ ଜଳପାନ କରୁନଥିଲା, ଅଳଙ୍କାର ପିନ୍ଧିବାକୁ ଭଲ ପାଉଥିଲେ ମଧ୍ୟ, ଯିଏ ସ୍ନେହ ହେତୁରୁ ତୁମ ଦେହରୁ ପତ୍ରଟିଏ ସୁଦ୍ଧା ଛିଣ୍ଡାଉ ନଥିଲା, ତୁମ ଦେହରେ ଫୁଲ ଫୁଟିବା ଦେଖି ଯାହାର ଆନନ୍ଦର ସୀମା ରହୁନଥିଲା, ସେହି ଶକୁନ୍ତଳା ଆଜି ଆଶ୍ରମରୁ ବିଦାୟ ନେଇ ପତିଗୃହକୁ ଯାଉଛି। ତେଣୁ ତୁମେ ମାନେ ଆନନ୍ଦରେ ତାକୁ ବିଦାୟ ଦିଅ। ସଖୀ ଶକୁନ୍ତଳା, ତମେ ତପୋବନ ଛାଡି ଯିବାରୁ ଯେପରି ଦୁଃଖ ଅନୁଭବ କରୁଛ, ଏହି ତପୋବନ ମଧ୍ୟ ତମକୁ ହରାଇବାରୁ ଦୁଃଖରେ ଭାଙ୍ଗି ପଡୁଛି ସଖୀ। କି ଆଶ୍ରମବାସୀ, କି ପଶୁ ପକ୍ଷୀ, ସମସ୍ତେ ଦୁଃଖିତ ଆଉ ଶୋକାକୁଳ। ଦେଖ ସଖୀ, ହରିଣୀ ମାନେ ଆହାର ତ୍ୟାଗ କରି ସ୍ଥିର ଭାବରେ ଛିଡା ହେଇ ଆଖିରେ ଲୁହ ଗଡଉଛନ୍ତି। ମୟୂରୀ ନୃତ୍ୟ କରୁନାହାନ୍ତି, ଆଉ ବୃକ୍ଷଲତା ମାନେ ଶୁଷ୍କ ପତ୍ର ତ୍ୟାଗ ଛଳରେ ଅଶ୍ରୁ ମୋଚନ କରୁଛନ୍ତି ସଖୀ। ଆଜି ବନ ତୋଷଣୀକୁ ତୁମ ଦୁହିଁଙ୍କ ହାତରେ ସମର୍ପି ଦେଇ ଯାଉଛି। ସଖୀ ଶକୁନ୍ତଳା, ବନ ତୋଷଣୀକୁ ତ ଆମ ହାତରେ ଦେଇଗଲ ସଖୀ, କିନ୍ତୁ ତୁମେ ଆମକୁ କାହା ହାତରେ ଦେଇ ଯାଉଛ? ଅନୁସୂୟା, ଏ ପ୍ରିୟମ୍ବଦା, କାନ୍ଦ ନାହିଁ। ତମେ ଟିକେ ଶକୁନ୍ତଳାକୁ ସାନ୍ତ୍ୱନା ପ୍ରଦାନ କର। ତାପରେ ଅଧୀର ହୁଅନି। ଏହି ସମୟରେ ଗୋଟିଏ ମୃଗ ଶାବକ ଶକୁନ୍ତଳାଙ୍କର ଅଞ୍ଚଳକୁ ମୁଖରେ ଭିଡ଼ି ଧରି ତାଙ୍କର ପଥରୋଧ କରିବାକୁ ଲାଗିଲା। ଏହି ମୃଗ ଶାବକଟିକୁ ସେ ଅତି ଶିଶୁ ଅବସ୍ଥାରୁ ପାଳିଥିଲେ। କୁଶର ମୁନିଆ ଅଗବାଜି ତାର ମୁହଁରେ କ୍ଷତ ହୋଇଥିଲା। ଶକୁନ୍ତଳା ସେଥିରେ ସଂଗୁତି ତୈଳ ଲଗାଇ ତାକୁ ସୁସ୍ଥ କରିଥିଲେ। ନିଜ ହାତରେ ବନ ଧାନ୍ୟ ଖୁଆଇ ତାକୁ ପୁଅ ପରି ପାଳିଥିଲେ। ଆଉ ମୋ ସାଥିରେ ଆସୁଛୁ କାହିଁକି ତୁ? ମୁଁ ଆଜି ତୋତେ ଛାଡି ଚାଲି ଯାଉଛି। ଏଣିକି ପିତା ତୋର ସୁଖ ଦୁଃଖ ବୁଝିବେ। ସାଙ୍ଗରବ, ମୋର ପ୍ରତିନିଧି ହିସାବରେ ଶକୁନ୍ତଳାକୁ ରାଜା ଦୁଷ୍ମନ୍ତଙ୍କ ହସ୍ତରେ ସମର୍ପଣ କରିବ। ତାଙ୍କୁ କହିବ, ମହାରାଜ, ଆମେ ମାନେ ବନବାସୀ, ତପସ୍ୱୀ, ଆପଣ ଉଚ୍ଚ ରାଜକୁଳରେ ଜାତ, ଆଶ୍ରମରେ ଲାଳିତ ପାଳିତ ହୋଇଥିଲେ ଶକୁନ୍ତଳାର ଆପଣଙ୍କ ପ୍ରତି ଅନୁରାଗ ସ୍ୱତଃ ଜନ୍ମିଛି। ଆପଣ ମଧ୍ୟ ତାହା ପ୍ରତି ଅନୁରାଗ ଦେଖାଇଛନ୍ତି। ତେଣୁ ଆପଣଙ୍କୁ ଆମର ଅନୁରୋଧ, ଆପଣ ତାହା ପ୍ରତି ଅନ୍ୟ ରାଣୀମାନଙ୍କ ପରି ବ୍ୟବହାର କରିବେ। ଏଥିରୁ ଅଧିକ ତା ଭାଗ୍ୟରେ ଥିଲେ ଭଲ, କିନ୍ତୁ ସେଇ କଥା କହିବା ଆମ ପକ୍ଷେ ଅନୁଚିତ ଅଟେ। ବୁଝେ, ତୋତେ ମଧ୍ୟ ମୋର କିଛି ଉପଦେଶ ଦେବାକୁ ଅଛି। ପତିଗୃହରେ ଥିବା ଗୁରୁଜନ ମାନଙ୍କର ସେବାରେ କେବେ ହେଳା କରିବୁନି। ରାଜାଙ୍କର ଅନ୍ୟ ରାଣୀମାନଙ୍କ ସହିତ ପ୍ରିୟ ସଖୀ ଭଳି ବ୍ୟବହାର କରିବୁ। କୌଣସି କାରଣରୁ ଯଦି ପତି ତୋଠାରେ ରୁଷ୍ଟ ହେଲେ ତୁ ତାଙ୍କ ପ୍ରତି ରୋଷ ପ୍ରକାଶ କରିବୁ ନାହିଁ। ଦାସ ଦାସୀ ଆଦି ପରିଜନ ମାନଙ୍କ ପ୍ରତି କଠୋର ବ୍ୟବହାର କରିବା ଉଚିତ ନୁହେଁ। ବରଂ ସେମାନଙ୍କ ପ୍ରତି ଦୟା ଦାକ୍ଷିଣ୍ୟ ଦେଖେଇବୁ। ନିଜର ସୁଖ ସମ୍ପଦ ନିମନ୍ତେ ଗର୍ବ କରିବୁନି, ଲୋଭ ତ୍ୟାଗ କରିବୁ। ଏହିପରି ଚଳିଲେ ନାରୀମାନେ ପ୍ରକୃତ ଗୃହିଣୀ ବୋଲି ପ୍ରଶଂସା ପାଆନ୍ତି। ଆଉ ଯେଉଁମାନେ ଏହାର ବିପରୀତ ଆଚରଣ କରନ୍ତି ସେମାନେ କୁଳର କଳଙ୍କ ସ୍ୱରୂପ। ଶକୁନ୍ତଳା, ପିତାଙ୍କର ଏହି ମୂଲ୍ୟବାନ ଉପଦେଶକୁ ମନେ ରଖିଥିବୁ ମା। କେବେ ହେଲେ ଅନ୍ୟଥା କରିବୁ ନାହିଁ। ପିତା, ମୋ ପ୍ରିୟ ସଖୀ ଅନୁସୂୟା ଆଉ ପ୍ରିୟମଦା କଣ ଏଇଠାରୁ ଆଶ୍ରମକୁ ଫେରିଯିବେ? ହଁ ପୁତ୍ରୀ, ସେମାନେ ଏହିଠାରୁ ହିଁ ଫେରିଯିବେ। ତୋ ସହିତ ଗୌତମୀ ଏବଂ ମୋର ଶିଷ୍ୟ 2 ଜଣ ଯିବେ। ମା,
ଏତେ ଦୁଃଖ କରୁଛୁ କାହିଁକି? ତୋର ସ୍ୱାମୀ ଉଚ୍ଚ କୁଳରେ ଜାତ, ପୁଣି ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର। ତାଙ୍କର ରାଣୀ ହେଇ ତୁ ସୁଖ ସମ୍ଭୋଗ ମଧ୍ୟରେ ମରିଯିବୁ। ପୁତ୍ର ରତ୍ନ ଲାଭ କରି এই ବିଚ୍ଛେଦ କଷ୍ଟକୁ ଭୁଲିଯିବୁ। ପିତା, କେବେ ପୁଣି ଏ ତପୋବନ ଦର୍ଶନ ମୋ ଭାଗ୍ୟରେ ଘଟିବ କେଜାଣି? ମା, ଯେତେବେଳେ ତୋର ଗର୍ଭରୁ ଜାତ ଦୁଷ୍ମନ୍ତଙ୍କର ପୁତ୍ର ହସ୍ତିନାପୁରର ରାଜସିଂହାସନ ସମର୍ପଣ କରି ତୁ ପତି ସହିତ ପୁଣି ଆଶ୍ରମକୁ ଆସି ଶାନ୍ତି ଭୋଗ କରିବୁ। ତୋର ଚଲା ପଥ ମଙ୍ଗଳମୟ ହେଉ ମା, ମଙ୍ଗଳମୟ ହେଉ। ମହାରାଜ, କର୍ଣ୍ଣ ମହର୍ଷିଙ୍କ ଆଶ୍ରମର 2 ଜଣ ମୁନି କୁମାର 2 ଜଣ ମୁନି କୁମାରୀ ଆପଣଙ୍କ ଦର୍ଶନ ଅପେକ୍ଷାରେ ଅଛନ୍ତି। ଯାଅ କଞ୍ଚୁକି, ଶୀଘ୍ର ଯାଇ କୁଳପୁରୋହିତ ସୋମନାଥଙ୍କୁ କୁହ ସେ ଯେପରି ଅତିଥିମାନଙ୍କୁ ଯଥାବିଧି ସତ୍କାର କରି ଶୀଘ୍ର ମୋ ନିକଟକୁ ଆସନ୍ତି। ସେମାନଙ୍କୁ ସାକ୍ଷାତ କରିବା ପାଇଁ ମୁଁ ଯଜ୍ଞଶାଳାରେ ଅପେକ୍ଷା କରୁଛି। ଆର୍ଜେ, ମୋର ଦକ୍ଷିଣ ଚକ୍ଷୁ ସ୍ପନ୍ଦିତ ହେଉଛି କାହିଁକି? ଭୟ କରିବାର କାରଣ କିଛି ନାହିଁ। କୁଳଦେବତା ତୁମ ସମସ୍ତଙ୍କର ମଙ୍ଗଳ କରିବେ। ଦେଖ, ଶଶାଗରା ପୃଥିବୀର ଅଧିପତି ରାଜା ଦୁଷ୍ମନ୍ତ ସିଂହାସନ ତ୍ୟାଗ କରି କିପରି ତୁମମାନଙ୍କ ଅପେକ୍ଷାରେ ଛିଡା ହୋଇ ରହିଛନ୍ତି। ରାଜାଙ୍କୁ ପ୍ରଶଂସା ନ କରି ରହିହବନି। ବିନୟ ହେଉଛି ପରୋପକାରୀ ମାନଙ୍କର ସ୍ୱଭାବ ସିଦ୍ଧ ଗୁଣ। ମହାରାଜ, ଏହି ମୁନି କୁମାର ମାନଙ୍କର ମୁଖମଣ୍ଡଳରେ ପ୍ରସନ୍ନତାର ଭାବ ପରିଲକ୍ଷିତ ହେଉଛି। ତେଣୁ ମନେ ହେଉଛି ସେମାନେ କୌଣସି ଉତ୍ତମ କାର୍ଯ୍ୟ ପାଇଁ ଆସିଛନ୍ତି। ଶୁଷ୍କ ପତ୍ର ମଧ୍ୟରେ ନବୀନ କୋମଳ ପତ୍ରଟିଏ ପରି ଏ ଅବଗୁଣ୍ଠନବତୀ ରମଣୀ ଜଣକ କିଏ? ମହାରାଜ, ମୁଁ ମଧ୍ୟ ଏମାନଙ୍କୁ ଦେଖିଲା ବେଳକୁ ସନ୍ଦେହରେ ପଡିଛି। କିଛି ବୁଝି ହେଉନି, କିନ୍ତୁ ଏହି ରମଣୀଙ୍କର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ। ପର ସ୍ତ୍ରୀକୁ ଚାହିଁବା ଯେପରି ପାପ, ସେ ବିଷୟରେ ଆଲୋଚନା କରିବା ମଧ୍ୟ ସେହିପରି ପାପ। ରେ ହୃଦୟ, ଏତେ ଅସ୍ଥିର ହେଉଛୁ କାହିଁକି? ଆର୍ଯ୍ୟପୁତ୍ରଙ୍କର ସେ ସମୟର ଅଗାଧ ପ୍ରେମକୁ ସ୍ମରଣ କରି ଟିକେ ଧୈର୍ଯ୍ୟ ଧର। ମହାରାଜ, ଅତିଥିମାନଙ୍କର ବିଧିପୂର୍ବକ ସ୍ୱାଗତ ହୋଇସାରିଛି। ଏହି ମୁନି କୁମାରଙ୍କର ଗୁରୁଦେବ ଆପଣଙ୍କ ନିକଟକୁ କିଛି ସମ୍ବାଦ ପ୍ରେରଣ କରିଛନ୍ତି। ତାହା ପ୍ରଥମେ ଶୁଣିବା ହୁଅନ୍ତୁ। ନିଶ୍ଚୟ, ମୁଁ ମଧ୍ୟ ତାହା ଶୁଣିବା ପାଇଁ ଅତ୍ୟନ୍ତ ଉତ୍ସୁକ। ମୁନି କୁମାର ଦୁହେଁ ମହାରାଜଙ୍କର ଜୟ ହେଉ ଏହା କହି ରାଜାଙ୍କୁ ଆଶୀର୍ବାଦ କଲେ। ରାଜା ମଧ୍ୟ ସେମାନଙ୍କୁ ପ୍ରଣାମ ଜଣାଇ ନିଜେ ଆସନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅତିଥିମାନଙ୍କୁ ମଧ୍ୟ ବସିବା ପାଇଁ ଅନୁରୋଧ କଲେ। ଆପଣମାନଙ୍କର ତପସ୍ୟାରେ କୌଣସି ବିଘ୍ନ ଘଟୁନାହିଁ ତ? ମହାରାଜ, ଆପଣଙ୍କ ପରି ରକ୍ଷକ ଥାଉ ଥାଉ ଧର୍ମ କାର୍ଯ୍ୟରେ ବିଘ୍ନ ଘଟିବ ବା କିପରି? ସୂର୍ଯ୍ୟ ଉଦିତ ହେଲେ ଅନ୍ଧକାର କି ରହିପାରେ? ମହର୍ଷି କଣ୍ୱଙ୍କର ସବୁ କୁଶଳ ତ? ମହାରାଜ, ମହର୍ଷି ହେଉଛନ୍ତି ସିଦ୍ଧ ପୁରୁଷ। ତାଙ୍କର କୁଶଳ ତାଙ୍କ ନିଜର ଆୟତ୍ତ। ସେ ଆପଣଙ୍କର କୁଶଳ କାମନା କରି ଆମ ହସ୍ତରେ ଆପଣଙ୍କ ନିକଟକୁ ସମ୍ବାଦ ପଠାଇଛନ୍ତି। ଦିଅନ୍ତୁ, ମହର୍ଷି କର୍ଣ୍ଣ ମୋ ନିକଟକୁ କି ସମ୍ବାଦ ଓ ଆଜ୍ଞା ପଠାଇଛନ୍ତି ପାଠକର ସାଙ୍ଗରବ? ମଣିମା, ମହର୍ଷି କର୍ଣ୍ଣ ଆପଣଙ୍କ ନିକଟକୁ ପଠାଇଥିବା ସମ୍ବାଦ ହେଲା, ମୁଁ ଆଶ୍ରମରେ ଅନୁପସ୍ଥିତ ଥିବା ସମୟରେ ଆପଣ ମୋର କନ୍ୟା ଶକୁନ୍ତଳାକୁ ଗାନ୍ଧର୍ବ ମତରେ ଯେଉଁ ପ୍ରେମ ବିବାହ କରିଛନ୍ତି ତାହା ଅବଗତ ହେଇ ମୁଁ ଅତ୍ୟନ୍ତ ପ୍ରୀତ ହେଇଛି ଏବଂ ସେଥିରେ ମୋର ପୂର୍ଣ୍ଣ ସମ୍ମତି ପ୍ରଦାନ କରୁଛି। ଏବେ ସେ ଗର୍ଭବତୀ। ଆପଣ ନିଜର ଧର୍ମପତ୍ନୀ ଶକୁନ୍ତଳାକୁ ଗ୍ରହଣ କରି ଧର୍ମାଚରଣରେ ବ୍ରତୀ ହୁଅନ୍ତୁ। ସତରେ କଣ ଏ ଦେବୀଙ୍କ ସହିତ ମୋର ବିବାହ ସମ୍ପନ୍ନ ହେଇଛି? ରାଜାଙ୍କର କଥା ଶୁଣି ଶକୁନ୍ତଳା ଅତ୍ୟନ୍ତ ଦୁଃଖ ଅନୁଭବ କଲେ ଆଉ ମନେ ମନେ କହିଲେ, ଏବେ ମୋର ଆଶଙ୍କା ସତ୍ୟରେ ପରିଣତ ହେଲା। ମହାରାଜ, ଆପଣର କୃତ କାର୍ଯ୍ୟକୁ ଅସ୍ୱୀକାର କରି କର୍ତ୍ତବ୍ୟ ପାଳନରେ ପଛଘୁଞ୍ଚା ଦେବା କଣ ରାଜାଙ୍କ ପକ୍ଷରେ ଉଚିତ? ମୋ ପ୍ରତି ଏପରି ମିଥ୍ୟା ଦୋଷାରୋପ କାହିଁକି କରୁଛନ୍ତି? ହେ ରାଜନ, ଯେଉଁମାନେ ଐଶ୍ୱର୍ଯ୍ୟ ମଦରେ ମତ୍ତ ସେମାନଙ୍କ ଠାରେ ଏପରି ଘଟିବା ଆଦୌ ବିଚିତ୍ର ନୁହେଁ। ଧର୍ମ ପାଳନ ନ କଲେ ଆପଣ ତାକୁ ଦଣ୍ଡିତ କରିଥାନ୍ତି। ଏବେ ଆପଣ ନିଜେ ନିଜର କରିଥିବା କାର୍ଯ୍ୟକୁ ଅସ୍ୱୀକାର କରିବା ଦ୍ୱାରା ଅଧର୍ମ କରୁନାହାନ୍ତି କି? ମତେ ଏପରି ହୀନ ମନେ କରନ୍ତୁ ନାହିଁ। ବିନା ଦୋଷରେ ମତେ ଏପରି ଭର୍ଚ୍ଛନା କରିବା ଆପଣଙ୍କ ପକ୍ଷେ ଅନ୍ୟାୟ। ଅଶ୍ଚେ ଶକୁନ୍ତଳା, ତୁମକୁ ଏବେ ଲଜ୍ଜା ତ୍ୟାଗ କରିବାକୁ ପଡିବ। ତମର ମୁହଁ ଦେଖିଲେ ତମ ସ୍ୱାମୀ ନିଶ୍ଚିତ ଭାବରେ ତମକୁ ଚିହ୍ନି ପାରିବେ। ଏହି ଅସାମାନ୍ୟ ରୂପବତୀ ରମଣୀକୁ ମୁଁ କେବେ ବିବାହ କରିଛି କି ନା ଜାଣିପାରୁନି। ମୋ ମନରେ ଦ୍ୱନ୍ଦ୍ୱ ଜାତ ହେଉଛି। ସ୍ୱୀକାର କରିପାରୁଛି ନା ତ୍ୟାଗ କରିପାରୁଛି? ଏ ରାଜା, ଆପଣ ନୀରବ କାହିଁକି? ଅନେକ ଚିନ୍ତା କରି ମଧ୍ୟ ମୁଁ ଏହାକୁ କେବେ ବିବାହ କରିଥିବାର ସ୍ମରଣ କରିପାରୁନି।
ସେ ପୁଣି ଗର୍ଭବତୀ। ଏପରି ସ୍ଥଳେ ଏହାକୁ ମୋର ପତ୍ନୀ ବୋଲି କିପରି ଗ୍ରହଣ କରିବି? ମହାରାଜ, ଏପରି କହିବା ଆପଣଙ୍କ ପକ୍ଷରେ ଅନ୍ୟାୟ ହେଉଛି। ଏହା ମହର୍ଷି କର୍ଣ୍ଣଙ୍କ ପ୍ରତି ବି ଘୋର ଅପମାନ। ଆପଣ ବିନା ଅନୁମତିରେ ତାଙ୍କ ଅଗୋଚରରେ ଶକୁନ୍ତଳାଙ୍କୁ ବିବାହ କଲେ, ତଥାପି ସେ ବିରକ୍ତି ବା ଅସନ୍ତୋଷ ପ୍ରକାଶ କରିନାହାନ୍ତି, ବରଂ ଏହି ବିବାହକୁ ସ୍ୱୀକୃତି ଦେଇଛନ୍ତି। କେବଳ ସେତିକି ନୁହେଁ, ସ୍ୱତ ସେ କନ୍ୟାକୁ ଆପଣଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆପଣ ଧୀର ସ୍ଥିର ଭାବରେ ଚିନ୍ତା କରି ନିଜର କର୍ତ୍ତବ୍ୟ ପାଳନ କରନ୍ତୁ। ତାଙ୍କର ମୋ ପ୍ରତି ଯେଉଁ ଅନୁରାଗ ଥିଲା, ତାହା ଯେତେବେଳେ ଏପରି ଅବସ୍ଥାକୁ ଆସିଛି, ସେତେବେଳେ ମୁଁ ତାଙ୍କୁ ପଛ କଥା ସ୍ମରଣ କରାଇବାରେ କି ଲାଭ ହବ? ହେ ପୌରବ, ଯଦି ଆପଣଙ୍କର ବିବାହ ବିଷୟରେ ସନ୍ଦେହ ଥାଏ ଆଉ ମତେ ପର ସ୍ତ୍ରୀ ମନେକରି ଗ୍ରହଣ କରିବାକୁ ଅନିଚ୍ଛୁକ ଥାନ୍ତି, ତେବେ ଗୋଟାଏ ସଂକେତ ଦେଖାଇ ଆପଣଙ୍କ ସନ୍ଦେହ ଦୂର କରି ଦଉଛି। ଏହା ଉତ୍ତମ ପ୍ରସ୍ତାବ। ଏବେ କି ସଂକେତ ଅଛି ଦେଖାଅ। ଆଶ୍ଚର୍ଯ୍ୟ, ମୋ ଆଙ୍ଗୁଳିରୁ ମୁଦ୍ରିକା ଗଲା କୁଆଡେ? ବୋଧହୁଏ ଶତତୀର୍ଥରେ ଜଳବନ୍ଦନା କଲା ବେଳେ ମୁଦ୍ରିକାଟି ତମ ଆଙ୍ଗୁଳିରୁ ଖସି ପଡିଛି। ହେ ତପସ୍ୱିନୀ, ପ୍ରବଞ୍ଚନା ନାରୀ ଜାତିର ପ୍ରକୃତିଗତ। ସେଥିପାଇଁ ନାରୀକୁ ଶିକ୍ଷା ଦେବାକୁ ପଡେ ନାହିଁ। ଅନାର୍ଯ୍ୟ, ଆପଣ ଅନ୍ୟକୁ ନିଜ ପରି ମନେ କରୁଛନ୍ତି କାହିଁକି? ରାଜା ଦୁଷ୍ମନ୍ତ କୌଣସି କାର୍ଯ୍ୟ ଗୋପନରେ କରେ ନାହିଁ। ମୁଁ ମଧ୍ୟ ଜାଣିଥିଲି ପୂର୍ବବଂଶୀୟ ମାନେ ସତ୍ୟବାଦୀ ଆଉ ଅତ୍ୟନ୍ତ ଉଦାର। ସେଥିପାଇଁ ମୁଁ ଆପଣଙ୍କ ଠାରେ ନିଜକୁ ସମର୍ପଣ କରିଥିଲି। ସେତେବେଳେ ଜାଣିପାରି ନଥିଲି ଯେ ଆପଣଙ୍କ ମୁହଁରେ ଅମୃତ ପରି ବଚନ କହୁଥିଲେ ମଧ୍ୟ ଆପଣଙ୍କ ହୃଦୟ ହଳାହଳ ବିଷୟରେ ପରିପୂର୍ଣ୍ଣ ଥିଲା। ଆପଣଙ୍କୁ ବିଶ୍ୱାସ କରି ମୁଁ ଆଜି କଳଙ୍କିନି। ଆପଣ ମାନେ ରାଜାଙ୍କର ଅଯୌକ୍ତିକ କଥା ଶୁଣିଲେ। ଯିଏ ଜନ୍ମରୁ ସଠତା କଣ ଜାଣେନି, ତା କଥାକୁ ଅବିଶ୍ୱାସ କରିବୁ? ଆଉ ଯେଉଁମାନେ ପ୍ରତାରଣାକୁ ଗୋଟିଏ ବିଦ୍ୟା ରୂପେ ଗ୍ରହଣ କରିଥାନ୍ତି, ସେମାନଙ୍କର କଥାକୁ ଋଷି ବାକ୍ୟ କରି ସତ୍ୟ ବୋଲି ବିଶ୍ୱାସ କରିବୁ? ହେ ସତ୍ୟବାଦୀ ବନି କୁମାର, ମୁଁ ସ୍ୱୀକାର କରୁଛି ପ୍ରତାରଣା ହେଉଛି ରାଜାର ବିଦ୍ୟା ଓ କାର୍ଯ୍ୟ। କିନ୍ତୁ ଏପରି ଜଣେ ରମଣୀକୁ ପ୍ରତାରଣା କରି ମୁଁ କି ଲାଭ ପାଇବି? ପତନ ଅବସମ୍ଭାବୀ। ପୂର୍ବବଂଶରେ ଜାତ ହୋଇ କେହି କେବେ ନିଜର ପତନ ଚାହିଁବ, ଏ ବିଶ୍ୱାସ ଯୋଗ୍ୟ ନୁହେଁ। ସାଙ୍ଗରବ, ଏପରି ବୃଥା ତର୍କ ବିତର୍କ କରି କଣ ଲାଭ ଅଛି? ହେ ରାଜନ, ଆପଣ ସ୍ୱୀକାର ନ କଲେ ମଧ୍ୟ ଏ ରମଣୀ ଧର୍ମତଃ ଆପଣଙ୍କର ପତ୍ନୀ। ପତ୍ନୀ ଉପରେ ପତିର ପୂର୍ଣ୍ଣ ଅଧିକାର ରହିଛି। ଏବେ ଇଚ୍ଛା କଲେ ଆପଣ ତାକୁ ଗ୍ରହଣ କରିପାରନ୍ତି ଅଥବା ତାକୁ ତ୍ୟାଗ କରିପାରନ୍ତି। ଏ ପ୍ରତାରକ ରାଜା ତ ମତେ ପ୍ରତ୍ୟାଖ୍ୟାନ କଲେ, ତମେ ମାନେ ମଧ୍ୟ ମତେ ଏଠାରେ ଛାଡି ଚାଲି ଯାଉଛ। ଏବେ ମୋର ଗତି କଣ? ମୁଁ ତମ ମାନଙ୍କ ସହିତ ଯିବି। ସାଙ୍ଗରବ, ଶକୁନ୍ତଳା ତ କାନ୍ଦି କାନ୍ଦି ଆମ ପଛେ ପଛେ ଆସୁଛନ୍ତି। ରାଜା ତ ତାକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ସେ ଏଠାରେ ରହି କରିବ କଣ? ଶକୁନ୍ତଳା, ରାଜା ଦୁଷ୍ମନ୍ତଙ୍କର କଥା ଯଦି ସତ୍ୟ ହେଇଥାଏ, ତେବେ ତୁମେ କଳଙ୍କିନୀ। ଏପରି କଳଙ୍କିନୀ କନ୍ୟାକୁ ରଖି ପିତା କର୍ଣ୍ଣ କରିବେ କଣ? ଆଉ ଯଦି ତୁମେ ନିଜକୁ ପବିତ୍ର ବୋଲି ମନେ କରୁଛ, ତେବେ ପତି ଗୃହରେ ଦାସୀ ହୋଇ ରହିବା ମଧ୍ୟ ତୁମ ପକ୍ଷରେ ମଙ୍ଗଳ। ତେଣୁ ତୁମେ ଏଠାରେ ରୁହ ଏବଂ ଆମମାନଙ୍କୁ ଯିବାକୁ ଦିଅ। ଏବେ ମୁଁ ବଡ ସନ୍ଦେହରେ ପଡିଛି। ହୁଏତ କୌଣସି କାରଣରୁ ପୂର୍ବ ବୃତ୍ତାନ୍ତ ବିସ୍ମୃତ ହୋଇଛି, ଅଥବା ଏ ରମଣୀ ମିଥ୍ୟା କହୁଛନ୍ତି। ଏପରି ସ୍ଥଳେ ଏକ ପକ୍ଷରେ ମୁଁ ହୁଏତ ଧର୍ମପତ୍ନୀକୁ ତ୍ୟାଗ କରି ଅପରାଧରେ ଦୋଷୀ ହେବି, ଅଥବା ପରସ୍ତ୍ରୀ ସ୍ପର୍ଶ ପାପରେ ଦୋଷୀ ହେବି। ତେଣୁ ପାପର ଗୁରୁତ୍ୱ ଓ ଲଘୁତ୍ୱ ବିଚାର କରି ମୋର କଣ କରିବା ଉଚିତ ତାହା କୁହନ୍ତୁ। ଯଦି ଏପରି, ତାହେଲେ ଏହି ରମଣୀ ନିଜ ସନ୍ତାନର ଜନ୍ମ ପର୍ଯ୍ୟନ୍ତ ମୋ ଘରେ ରହନ୍ତୁ। କାରଣ ସିଦ୍ଧ ପୁରୁଷ ମାନେ କହିଛନ୍ତି ଯେ ଆପଣଙ୍କର ପ୍ରଥମ ସନ୍ତାନ ରାଜ ଚକ୍ରବର୍ତ୍ତୀ ଲକ୍ଷଣ ଘରେ ଜାତ ହେବ। ଯଦି ମୁନିକନ୍ୟାଙ୍କର ପୁତ୍ର ଠାରେ ସେହିପରି ରାଜ ଚକ୍ରବର୍ତ୍ତୀ ଲକ୍ଷଣ ଦେଖାଯାଏ, ତାହେଲେ ତାକୁ ଗ୍ରହଣ କରି ଅନ୍ତଃପୁରକୁ ଘେନିଯିବେ, ନଚେତ୍ ତାଙ୍କୁ କର୍ଣ୍ଣ ମହର୍ଷିଙ୍କ ଆଶ୍ରମକୁ ପଠାଇଦେବେ। ମା ବସୁଧା, ତୁ ବିଦୀର୍ଣ୍ଣ ହେଇଯା, ମତେ ତ ଗର୍ଭରେ ଆଶ୍ରୟ ଦେ ମା। ଏଭଳି ଅପମାନ ଆଉ ସହି ପାରୁନି। ପୁରୋହିତଙ୍କ ସହିତ ଶକୁନ୍ତଳା ଚାଲିଯିବା ପରେ ରାଜା ଶକୁନ୍ତଳାଙ୍କ ଚିନ୍ତାରେ ବୁଡ଼ିଗଲେ। ଯେତେ ଚିନ୍ତା କଲେ ମଧ୍ୟ ଶକୁନ୍ତଳାଙ୍କ ସହିତ ତାଙ୍କର ପରିଣୟ କଥା ସେ ଆଦୌ ମନେ ପକାଇ ପାରିଲେନି। ମହାରାଜ, ଗୋଟିଏ ଅଦ୍ଭୁତ ଘଟଣା ଘଟି ଯାଇଛି। ସେହି ରମଣୀ ଶକୁନ୍ତଳା ବିଳାପ କରି କରି ମୋ ସହିତ ଚାଲିଥିଲେ। ଏକ ସ୍ୱର୍ଗୀୟ ଜ୍ୟୋତି ନାରୀ ରୂପ ଧାରଣ କରି ହଠାତ୍ ଆବିର୍ଭୂତ ହେଲେ ଏବଂ ଶକୁନ୍ତଳାଙ୍କୁ ଶୂନ୍ୟରୁ ଉଠାଇ ନେଇ ଅପ୍ସରା ତୀର୍ଥ ଆଡକୁ ଚାଲିଗଲେ। ମୁଁ ଯାହାକୁ ଥରେ ପ୍ରତ୍ୟାଖ୍ୟାନ କରିସାରିଛି, ତାଙ୍କ ବିଷୟରେ ଆଲୋଚନା କରିବା ନିରର୍ଥକ। ଆପଣ ଏବେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ। ରାଜାଙ୍କର ଜୟ ହେଉ। ଆରେ ଏ ଚୋର,
ଦୁଷ୍ମନ୍ତଙ୍କର ନାମାଙ୍କିତ ଦୁର୍ମୂଲ୍ୟ ମୁଦ୍ରିକା ଯୋଉ ପାଇଲେ କେଉଁଠୁ? ମତେ କ୍ଷମା କରନ୍ତୁ ଆଜ୍ଞା, ମୁଁ କେବେ ଏପରି ଚୋରି କାମ କରେ ନାହିଁ। ତୁ ଚୋରି କରିନାହୁଁ, ତେବେ କଣ ମହାରାଜା ତତେ ଉତ୍ତମ ବ୍ରାହ୍ମଣ ବିଚାରି ମୁଦିଟି ଦାନ ଦେଇଛନ୍ତି? ଆଜ୍ଞା ହଜୁର, ଦୟାକରି ମୋ କଥା ଟିକେ ଶୁଣନ୍ତୁ। ମୁଁ ଜଣେ ଧୀବର, ସକ୍ରାମତରା ଗ୍ରାମରେ ମୋର ଘର। ଆରେ ତୋ ଜାତି କଥା କିଏ ପଚାରୁଛି? ଠିକ ଅଛି ସିପାହୀ, ତାକୁ ବାଧା ଦିଅ ନାହିଁ। ସେ ଯାହା କହିବାକୁ ଚାହୁଁଛି କହୁ। ହଜୁର, ମୁଁ ଅତ୍ୟନ୍ତ ଦରିଦ୍ର। ଜାଲରେ ମାଛ ଧରି ମୋ ପରିବାର ପ୍ରତିପାଳନ କରେ। ଦିନେ ମୋ ଜାଲରେ ବଡ ରୋହି ମାଛଟିଏ ପଡିଲା। ତାକୁ ବିକିବା ପାଇଁ କାଟିଲା ବେଳକୁ ତା ପେଟରୁ ଏଇ ରତ୍ନ ମୁଦିଟି ବାହାରିଲା। ଏହି ବହୁମୂଲ୍ୟ ରତ୍ନ ମୁଦିଟିକି ବିକିବା ପାଇଁ ହଜୁର ଏଠିକି ଆସିଥିଲେ। କିଛି ଲୋକଙ୍କୁ ମୁଦି ଦେଖାଇଲା ବେଳେ ଆପଣଙ୍କ ସିପାହୀ ମାନେ ମତେ ବାନ୍ଧି ଆଣିଲେ। ଏବେ ସବୁ ଆପଣଙ୍କ ହାତରେ। ସବୁ କଥା ଜାଣିବା ପରେ ଆପଣ ମତେ ଛାଡି ଦେଇ ପାରନ୍ତି, ନହେଲେ ଦଣ୍ଡ ଦେଇ ପାରନ୍ତି। ଏଇ ବ୍ୟକ୍ତି ଜଣକ ଯେ ଜଣେ ଧୀବର, ଏଥିରେ ସନ୍ଦେହ ନାହିଁ। ସିପାହୀ ଶୁଣ, ତୁମେ ଦୁହେଁ ଚୋରକୁ ଜଗିଥାଅ। ମୁଁ ରାଜାଙ୍କ ନିକଟକୁ ଯାଇ ମୁଦି ଦେଖାଇ ସମସ୍ତ ଘଟଣା ଜଣାଇବି। ତେଣିକି ରାଜା ଯାହା ଆଦେଶ ଦେବେ ତାହା କରାଯିବ। ବାସ୍। ରାଜାଙ୍କ ନିକଟରୁ ଫେରିବା ପରେ କଟୁଆଳ ସେହି ଧୀବରଟିକୁ ଛାଡ଼ିଦେବା ପାଇଁ ସିପାହୀମାନଙ୍କୁ ଆଦେଶ ଦେଲେ। କାରଣ ମୁଦିଟି ମିଳିବାର ରହସ୍ୟ ଜାଣିବା ପରେ କଟୁଆଳ ଧୀବରକୁ କିଛି ଅର୍ଥ ମଧ୍ୟ ପ୍ରଦାନ କଲେ। ଧୀବର ପ୍ରଥମେ ନିଜର ଚକ୍ଷୁ କର୍ଣ୍ଣକୁ ବିଶ୍ୱାସ କରିପାରିଲାନି, କିନ୍ତୁ କଟୁଆଳଙ୍କର ଆଶ୍ୱାସନା ପାଇ ପୁରସ୍କାର ଗ୍ରହଣ କଲା। ଧୀବର ନିକଟରୁ ରାଜାଙ୍କର ନାମ ଖୋଦିତ ହୋଇଥିବା ମୁଦ୍ରିକା ଉଦ୍ଧାର ହେବା ପରେ ସେହି ମୁଦ୍ରିକାଟାକୁ ଦେଖି ରାଜାଙ୍କର ପଛ କଥା ସବୁ ସ୍ମରଣକୁ ଆସିଲା। ଏହି ସମୟରେ ଦୂରରୁ କେହି ଜଣେ ରକ୍ଷାକର ବୋଲି ଚିତ୍କାର କରୁଥିବାର ଶୁଣାଗଲା। କାଳନେମୀ ରାକ୍ଷସର ବଂଶଧର ଦୁର୍ଦ୍ଦାନ୍ତ ରାକ୍ଷସ ମାନେ ଏବେ ସ୍ୱର୍ଗପୁରରେ ଭୀଷଣ ଉପଦ୍ରବ କରୁଛନ୍ତି। ଆପଣଙ୍କର ସାହାଯ୍ୟ ପ୍ରାର୍ଥନା କରି ଦେବରାଜ ଇନ୍ଦ୍ର ମତେ ଏଠାକୁ ପଠେଇଛନ୍ତି। ଆପଣ ସ୍ୱର୍ଗକୁ ଯାଇ ରାକ୍ଷସ ମାନଙ୍କୁ ଦମନ କଲେ ଦେବଗଣ ଆଶ୍ୱସ୍ତ ହେବେ। ଏହା ଦେବରାଜ ଇନ୍ଦ୍ରଙ୍କର ମୋ ପ୍ରତି ଅନୁରୋଧ ନୁହେଁ, ବରଂ ଅନୁଗ୍ରହ। ତାଙ୍କର ଏହି କାର୍ଯ୍ୟ କରିପାରିଲେ ମୁଁ ନିଜକୁ କୃତାର୍ଥ ମନେ କରିବି। ବନ୍ଧୁ ବିଦୂଷକ, ମୁଁ ଦେବରାଜଙ୍କର ଆଜ୍ଞାକୁ ଉଲ୍ଲଂଘନ କରିପାରିବି ନାହିଁ। ତେଣୁ ତୁମେ ଯାଇ ମନ୍ତ୍ରୀକୁ ଜଣେଇ ଦିଅ ଯେ ମୁଁ ଦେବ କାର୍ଯ୍ୟରେ କିଛି ଦିନ ପାଇଁ ନଗର ବାହାରକୁ ଯାଉଛି। ମୋର ଫେରିବା ପର୍ଯ୍ୟନ୍ତ ସେ ରାଜକାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ପ୍ରଜାପାଳନ ମଧ୍ୟ କରିବେ। କିଛି ଦୂର ଯିବା ପରେ ରାଜାଙ୍କର ନଜରରେ ଏକ ବିଶାଳକାୟ ମନୋହର ପର୍ବତ ପଡ଼ିଲା। ମହାରାଜ, ଏହା ହେଉଛି ହୁମକୁଟ ପର୍ବତ। ଏହା ଗନ୍ଧର୍ବ ଏବଂ କିନ୍ନର ମାନଙ୍କର ବାସସ୍ଥାନ। ଏଠାରେ ତପସ୍ୟା କଲେ ଶୀଘ୍ର ସିଦ୍ଧି ଲାଭ ହେଉଥିବାରୁ ତପସ୍ୱୀ ମାନେ ତପସ୍ୟା କରିବା ପାଇଁ ଏହି ପର୍ବତକୁ ଆସିଥାନ୍ତି। ଦେବ ଓ ଦାନବ ଗୁରୁ କଶ୍ୟପ ଏଠାରେ ନିଜ ପତ୍ନୀ ଅଦିତିଙ୍କ ସହ ରହି ତପସ୍ୟା କରୁଛନ୍ତି। ତାହେଲେ ତ ଏପରି ସୌଭାଗ୍ୟକୁ ହାତଛଡ଼ା କରିବା ଉଚିତ ନୁହେଁ। ସେହି ମହାନ ତପସ୍ୟାକୁ ଦର୍ଶନ ଓ ପ୍ରଣାମ ନ କରି ଚାଲିଯିବା ମୋର ଅପରାଧ ହେବ। ରାଜା ଜାଣିପାରିଲେନି ଯେ କିଏ କାହାକୁ ଏପରି କହୁଛି। ଏହାପରେ ଶବ୍ଦ ଆସୁଥିବା ଦିଗକୁ ଲକ୍ଷ୍ୟ କରି ଦେଖିଲେ ଯେ ଗୋଟିଏ ବାଳକର ପଛେ ପଛେ 2 ଜଣ ତାପସୀ ଦୌଡୁଛନ୍ତି। କାରଣ ବାଳକଟି ଏକ ସିଂହ ଶାବକର କେଶକୁ ଟାଣି ଅସ୍ଥିର କରୁଛି ଏବଂ ଖେଳିବା ପାଇଁ ସିଂହ ଛୁଆଟିକୁ ତା ମା ନିକଟରୁ ବଳପୂର୍ବକ ଟାଣି ନେଇ ଦୌଡ଼ି ପଳାଉଛି। ପୁନର୍ବାର ବାଳକଟି ସିଂହ ନିକଟକୁ ଆସି ତା ପାଟି ଖୋଲି ତା ଦାନ୍ତ ଗଣିବାକୁ ଚେଷ୍ଟା କରୁଛି। ରେ ବାଳକ, ଯୋଉ ପଶୁମାନଙ୍କୁ ଆମେ ନିଜ ସନ୍ତାନ ପରି ପାଳିଛୁ, ତୁ କାହିଁକି ସେମାନଙ୍କୁ ହଇରାଣ କରୁଛୁ? ଦିନକୁ ଦିନ ତୋର ପ୍ରତାପ ବଢିବାକୁ ଲାଗିଛି। ଋଷିମାନେ ତୋର ନାମ ସର୍ବଦମନ ରଖିଛନ୍ତି, ଠିକ କରିଛନ୍ତି। ଏ ବାଳକଟିକୁ ଦେଖି ତା ପ୍ରତି ମୋର ଗଭୀର ସ୍ନେହ ଜାତ ହେଉଛି କାହିଁକି? ମୋ ପୁତ୍ରହୀନ, ତେଣୁ ଅନ୍ୟର ପୁତ୍ରକୁ ଦେଖି ମୋର ଏପରି ବାତ୍ସଲ୍ୟ ସ୍ନେହ ଜାତ ହେଉନାହିଁ ତ? ପଶ୍ୟ, ତୁ ଏ ସିଂହ ଶିଶୁକୁ ଛାଡ଼ିଦେ। ସେ ତା ମା ପାଖକୁ ଯାଉ। ତା ଛୁଆକୁ ନ ଛାଡ଼ିଲେ ସେ ତୋ ଉପରକୁ ଡେଇଁ ପଡିବ। ମୁଁ ତାକୁ ଭୟ କରେନି। ତୁ ସିଂହ ଶିଶୁଟିକୁ ଛାଡ଼ିଦେ। ଖେଳିବା ପାଇଁ ମୁଁ ତତେ ଆଉ ଗୋଟେ ଖେଳନା ଦେବି। କାଇଁ ଖେଳନା ଦିଅ, ଖେଳନା ଦଉନ? ଦଉଛି। ହେ ଋଷି କୁମାର, ତୁମେ ତପବନରେ ରହି ଯେପରି ଆଚରଣ କରୁଛ ତାହା ଠିକ ନୁହେଁ। ପଶୁମାନଙ୍କୁ କଷ୍ଟ ନ ଦେଇ ତାଙ୍କୁ ଛାଡ଼ିଦିଅ। ମହାଶୟ, ଏ ବାଳକ ଋଷି କୁମାର ନୁହେଁ। ଆପଣଙ୍କର ଏବଂ ଏ ବାଳକର ଆକୃତିଗତ ସାଦୃଶ୍ୟ ଦେଖି ମୁଁ ବିସ୍ମିତ। ଆପଣ ତାର ଅପରିଚିତ ହେଲେ ମଧ୍ୟ ସେ ଆପଣଙ୍କ କଥା ମାନିଗଲା। ଯଦି ଏ ବାଳକ ଋଷି କୁମାର ନୁହେଁ, ତେବେ କେଉଁ ବଂଶରେ ଏହାର ଜନ୍ମ? ପୁରୁ ବଂଶରେ। ପୁରୁ ବଂଶରେ? କିନ୍ତୁ ନିଜ ଇଚ୍ଛାରେ କୌଣସି ମନୁଷ୍ୟ ପକ୍ଷରେ
ଏଠାରେ ପହଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ। ମହାଭାଗ ଆପଣ ଠିକ କହିଛନ୍ତି। ଏହାର ମାତା ମାନବୀ ନୁହେଁ, ଅପ୍ସରା। ସେଇଥିପାଇଁ ଏହାର ମା କଶ୍ୟପ ଋଷିଙ୍କ ଆଶ୍ରମରେ ରହି ଏହାକୁ ଜନ୍ମ ଦେଇଛନ୍ତି। ସେ କଣ କୌଣସି ରାଜର୍ଷିଙ୍କ ପତ୍ନୀ? ନିଜ ଧର୍ମପତ୍ନୀକୁ ପରିତ୍ୟାଗ କରିଥିବା ସେହି ରାଜଶ୍ରୀଙ୍କ ନାଁ ଧରିବା ଉଚିତ ନୁହେଁ। ଏ କଥା ତ ମୋ ପ୍ରତି ଠିକ ପ୍ରଯୁଜ୍ୟ ହେଉଛି। ତେବେ ଶିଶୁଟି କଣ ମୋର ସନ୍ତାନ? ତୋ ମା ଏଠାକୁ ଆସିନାହାନ୍ତି। ତୁ ଏଇ ସୁନ୍ଦର ମୟୂର ଖେଳଣା ସହିତ ଖେଳ ହେଲା। ଆରେ ତୋର ରକ୍ଷା କବଚ କୁଆଡେ ଗଲା? ବ୍ୟସ୍ତ ହୁଅ ନା। ସିଂହ ଛୁଆଟିକୁ ଟଣାଟଣି କରି ଖେଳିଲା ବେଳେ ସେଇଠି ତା ହାତରୁ ତଳେ ପଡିଯାଇଛି। ଆପଣ ତାକୁ ସ୍ପର୍ଶ କରନ୍ତୁ ନାହିଁ। ହେଲେ ମୁଁ ଯେ ସେ ରକ୍ଷା କବଚଟିକୁ ତଳୁ ଉଠେଇ ସାରିଛି। ଆପଣମାନେ ମୋତେ ଉଠେଇବା ପାଇଁ ବାରମ୍ବାର ବାରଣ କରୁଛନ୍ତି କାହିଁକି? ମହାରାଜ, ଏହା ସାଧାରଣ କବଚ ନୁହେଁ। ଏହା ଅପରାଜିତା ନାମକ ଏକ ଔଷଧ। ଏହି ବାଳକଟିର ଜନ୍ମ ସଂସ୍କାର ସମୟରେ ଭଗବାନ କଶ୍ୟପ ମୁନି ଏହାର ହାତରେ ବାନ୍ଧି ଦେଇଥିଲେ। ସେତେବେଳେ କହିଥିଲେ ଯଦି ଏହା କେବେ ହାତରୁ ଖସି ପଡେ ତେବେ କେବଳ ମାତା, ପିତା କିମ୍ବା ସ୍ୱୟଂ କଶ୍ୟପଙ୍କ ବ୍ୟତୀତ ଅନ୍ୟ କେହି ଉଠାଇବା ଉଚିତ ନୁହେଁ। ଯଦି ଅନ୍ୟ କେହି ଉଠେଇ ଦିଏ ତେବେ କଣ ହବ? ତାହେଲେ ଇଏ ତାକୁ ସର୍ପ ହେଇ ଦଂଶନ କରିବ। ଆପଣମାନେ କେବେ ଏହାର ସର୍ପରୂପ ଦେଖିଛନ୍ତି? ଆମେ ଅନେକ ଥର ଦେଖିଛୁ। ତାହେଲେ ତ ମୋର ମନସ୍କାମନା ପୂର୍ଣ୍ଣ ହେଇଗଲା। ଆସ ପୁତ୍ର, ମୁଁ ତୁମକୁ ଆଲିଙ୍ଗନ କରେ। ସୁବ୍ରତା, ଚାଲ ଏଇ ଘଟଣା ଆମକୁ ଶକୁନ୍ତଳାଙ୍କୁ ଜଣାଇବାକୁ ପଡିବ। ଛାଡ଼ ମତେ ଛାଡ଼ି ଦିଅନ୍ତୁ। ମା, ମୋ ମା ପାଖକୁ ଯିବି। ପୁତ୍ର, ଆସ ପୁତ୍ର, ଏବେ ମୋ ସାଙ୍ଗରେ ଆସ। ତୁମ ମାଙ୍କ ନିକଟକୁ ଯିବା। ତମେ ମୋ ପିତା ନୁହଁ, ମୋ ପିତା ଦୁଷ୍ମନ୍ତ। ଏଇ ତ ଦେବୀ ଶକୁନ୍ତଳା। ମା, ମତେ ପୁତ୍ର ବୋଲି ସମ୍ବୋଧନ କରି ଆଲିଙ୍ଗନ କରୁଥିବା ବ୍ୟକ୍ତି ଜଣକ କିଏ? ପ୍ରିୟ, ଏବେ ମଧ୍ୟ ତୁମେ ମତେ ଠିକ ରୂପେ ଚିହ୍ନି ପାରୁନାହ। ହେ ସୁନ୍ଦରୀ, ସେତେବେଳେ କେଜାଣି କାହିଁକି ମୁଁ କିଛି ମନେ ପକେଇ ପାରିଲିନି। ଅଜ୍ଞାନତାବଶତଃ ତୁମକୁ ପ୍ରତ୍ୟାଖ୍ୟାନ କରିଥିଲି। କିନ୍ତୁ ସେ କଥା ମନେ ପକେଇ ଏବେ ମତେ ତୁମେ ପ୍ରତ୍ୟାଖ୍ୟାନ କରିବାର ଚିନ୍ତା ମନରେ ଆଣନି। ହେ ଆର୍ଯ୍ୟପୁତ୍ର, ମୋର ପୂର୍ବ ଜନ୍ମର କୌଣସି ପାପର ପରିଣାମ ସ୍ୱରୂପ ସେତେବେଳେ ଏପରି ଘଟିଥିଲା। ନହେଲେ କି ଆପଣଙ୍କ ପରି ବିଚାରବନ୍ତ ଆଉ ଦୟାଳୁ ରାଜା ମୋ ପ୍ରତି ଏତେ କଠୋର ହୋଇଥାନ୍ତେ। ଏହା ତୁମର ସେଇ ମୁଦ୍ରିକା ନା? ହଁ, ଏ ସେଇ ମୁଦ୍ରିକା। ଏଇଠି ମିଳିବା ପରେ ଯାଇ ମୁଁ ତୁମକୁ ମନେ ପକେଇ ପାରିଲି। ଏବେ ସେଇ ମୁଦ୍ରିକାକୁ ପୁଣି ତୁମେ ଆଙ୍ଗୁଠିରେ ପିନ୍ଧ। ଆର୍ଯ୍ୟପୁତ୍ର, ଯେଉଁ ମୁଦ୍ରିକା ଯୋଗୁଁ ମୋର ସର୍ବନାଶ ଘଟିଗଲା ତାକୁ ଆଉ ମୋ ଆଙ୍ଗୁଳିରେ ଧାରଣ କରିବିନି। ତୁମରି ଆଙ୍ଗୁଳିରେ ସେ ଥାଉ। ମହାରାଜ, ଆପଣଙ୍କ ଆଗମନ ସମ୍ବାଦ ପାଇ ମହର୍ଷି କଶ୍ୟପ ଅତ୍ୟନ୍ତ ଆହ୍ଲାଦିତ। ସେ ଆପଣଙ୍କୁ ଅପେକ୍ଷା କରିଛନ୍ତି। ଚାଲନ୍ତୁ ମହର୍ଷି କଶ୍ୟପଙ୍କର ଦର୍ଶନ କରିବେ। ଏହାପରେ ମାଦଳି ସପତ୍ନୀକ ଦୁଷ୍ମନ୍ତକୁ ସାଥିରେ ଧରି କଶ୍ୟପଙ୍କ ନିକଟରେ ଉପସ୍ଥିତ ହେଲେ। ସେତେବେଳେ ମହର୍ଷି କଶ୍ୟପ ପତ୍ନୀ ଅଦିତିଙ୍କ ସହିତ ଏକ ଆସନରେ ବସିଥିଲେ। ମାତଳି, ଏମାନେ କଣ ଦକ୍ଷ ଏବଂ ମରିଚିଙ୍କର ସନ୍ତାନ? ଆଜ୍ଞା ମହର୍ଷି, ମୋର ପ୍ରଣାମ ଗ୍ରହଣ କରନ୍ତୁ ମୁନିବର। ଦୀର୍ଘାୟୁ ହୁଅ ବତ୍ସ, ଭୂମଣ୍ଡଳରେ ଏକାଧିପତ୍ୟ ଲାଭ କର। ଆମର ପ୍ରଣାମ ଗ୍ରହଣ କରନ୍ତୁ। ବତ୍ସେ, ତତେ କି ଆଶୀର୍ବାଦ କରିବି? ତୋର ପତି ଧରାତଳର ଇନ୍ଦ୍ର ତୁଲ୍ୟ, ଆଉ ତୋର ପୁତ୍ର ଜୟନ୍ତ ତୁଲ୍ୟ। ତେଣୁ ଏତିକି ମାତ୍ର ଆଶୀର୍ବାଦ କରୁଛି ଯେ ତୁ ପୁଲମ କନ୍ୟା ସଚି ତୁଲ୍ୟ ହୋ। ପୁତ୍ରୀ, ସ୍ୱାମୀ ସୁହାଗିନୀ ହୁଅ। ତୋର ପୁତ୍ର ଦୀର୍ଘାୟୁ ହୋଇ ଉଭୟ କୁଳର ହିତ ସାଧନ କରୁ। ଶ୍ରଦ୍ଧା, ଧନ ଏବଂ ବିଧି ଏକ ସଙ୍ଗରେ ମିଳିତ ହେଲେ ଯେପରି ସୌଭାଗ୍ୟର ଉଦୟ ହେଇଥାଏ, ଠିକ ସେହିପରି ଆଜି ଏଠାରେ ପତିବ୍ରତା ଶକୁନ୍ତଳା, ଏ ରାଜପୁତ୍ର, ଆପଣ ତିନି ଜଣଙ୍କର ମିଳନ ଘଟିଛି। ମହର୍ଷି, ପ୍ରଥମେ ମନସ୍କାମନା ପୂର୍ଣ୍ଣ ହେଲା, ତାପରେ ଆପଣଙ୍କର ଦର୍ଶନ ହେଲା। ଏହା କେବଳ ଆପଣଙ୍କର ଅପୂର୍ବ କୃପାର ଫଳ। ବତ୍ସ, ଶକୁନ୍ତଳାର ଏହି ପୁତ୍ର ଯାହାର ଜନ୍ମ ସଂସ୍କାର ମୋ ଦ୍ୱାରା ସମ୍ପାଦିତ ହେଇଛି, ତାକୁ କଣ ତୁମେ ପ୍ରକୃତରେ ସ୍ନେହ କରୁଛ? ମହାଭାଗ, ଇଏ ତ ଆମ ବଂଶର ଦାୟଦ। ଆସ ବତ୍ସ, ମୋ କୋଳକୁ ଆସ। ହେ ରାଜନ, ତୁମ ବଂଶର ଦାୟଦ ହେବା ସଙ୍ଗେ ସଙ୍ଗେ ଏହି ବାଳକ ରାଜ ଚକ୍ରବର୍ତ୍ତୀ ହବ। ଏହି ବାଳକ ନିଜ ବାହୁବଳରେ ସସାଗରା ଧରାରେ ନିଜର ଆଧିପତ୍ୟ ବିସ୍ତାର କରିବ। ଶତ୍ରୁ ଏହାର ସମ୍ମୁଖକୁ ଆସିବା ପାଇଁ ଭୟ କରିବେ। ଆମ ଆଶ୍ରମରେ ଥିବା ସମସ୍ତ ବଳବାନ ପଶୁମାନଙ୍କୁ ଇଏ ଦମନ କରିପାରିଥିବାରୁ ଏହାର ନାମ ସର୍ବଦମନ ହେଇଛି। ଏହି ବାଳକ ଭବିଷ୍ୟତରେ ଉତ୍ତମ ପ୍ରଜା ପାଳନ କରି ଭରତ ନାମରେ ପ୍ରସିଦ୍ଧି ଲାଭ କରିବ। ହେ ମହାଭାଗ, ଯେହେତୁ ଆପଣଙ୍କ ପୁଣ୍ୟ ହସ୍ତରେ ଏହାର ଜନ୍ମ ସଂସ୍କାର ସମ୍ପନ୍ନ ହେଇଛି, ତେଣୁ ତାହାର ଏହି ସବୁ ବିଶେଷତା ନାହିଁ ମୁଁ ଆଶାବାଦୀ। ହେ ମହାଭାଗ, କନ୍ୟା ଶକୁନ୍ତଳାଙ୍କର ଏହି ଶୁଭ ସମ୍ବାଦ ପିତା ମହର୍ଷି କର୍ଣ୍ଣଙ୍କୁ ଅତି ଶୀଘ୍ର ଜଣାଇଦେବା ଆବଶ୍ୟକ। କନ୍ୟା ସ୍ନେହରେ ବନ୍ଧା ମାତା ମେନକା ଆମ ନିକଟରେ ଅଛନ୍ତି। ସିଏ ଏହି ସମ୍ବାଦ ଜାଣି ଖୁସିରେ ଆତ୍ମହରା ହେଇଯିବେ।
ଯାହା ହଉ ଦେବୀ ଅଦିତି ମୋ ମନର କଥା କହିଦେଇଛନ୍ତି। କାଲବ ତୁମେ ଅତି ଶୀଘ୍ର ଆକାଶ ମାର୍ଗରେ ଯାଇ ମହର୍ଷି କର୍ଣ୍ଣକୁ ସୁସମ୍ବାଦ ଦେବ। ପୁତ୍ରବତୀ କନ୍ୟା ଶକୁନ୍ତଳାଙ୍କର ଅଭିଶାପର ସମାପ୍ତି ପରେ ରାଜା ଦୁଷ୍ମନ୍ତଙ୍କର ସବୁ କଥା ମନେ ପଡିଯାଇଛି ଏବଂ ସେ ଶକୁନ୍ତଳାଙ୍କୁ ପତ୍ନୀ ରୂପେ ସ୍ୱୀକାର କରିଛନ୍ତି। ବତ୍ସ, ତୁମେ ମଧ୍ୟ ନିଜ ସ୍ତ୍ରୀ ଓ ପୁତ୍ରକୁ ସାଥିରେ ନେଇ ତୁମ ମିତ୍ର ଇନ୍ଦ୍ରଙ୍କର ରଥ ଆରୋହଣ ପୂର୍ବକ ନିଜ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କର। ସ୍ୱର୍ଗ ଏବଂ ପୃଥିବୀ ଏହି ଦୁଇ ଲୋକର ହିତ ସାଧନ କରି ତୁମେ ଯଶସ୍ୱୀ ହୁଅ। ହେ ମହାଭାଗ, ମୁଁ ସର୍ବଦା ପ୍ରଜାମାନଙ୍କ ହିତ ସାଧନରେ ଯଥାଶକ୍ତି ଯତ୍ନଶୀଳ ହେଇ କାର୍ଯ୍ୟ କରିବି। ରାଜା ସର୍ବଦା ନିଜ ପ୍ରଜାଙ୍କର କଲ୍ୟାଣ ନିମନ୍ତେ ପ୍ରସ୍ତୁତ ରହନ୍ତୁ। ବେଦ ଯାହାଙ୍କର ମହିମା ଗାନ କରେ ସେହି ସରସ୍ୱତୀ ତଥା କବିମାନଙ୍କର ବାଣୀ ସର୍ବତ୍ର ଆଦର ଲାଭ କରୁ। ଦେବୀ ପାର୍ବତୀଙ୍କ ସହିତ ସ୍ୱୟଂ ଶିବ ମୋତେ ଜନ୍ମ ମରଣର ବନ୍ଧନରୁ ମୁକ୍ତ କରନ୍ତୁ।